କରିବା ପାଇଁ ତୁମେ ସାହାଯ୍ୟ କର। Yes, praise the Lord. Praise the Lord. ପ୍ରଭୁଙ୍କର ମହାନ ନାମର ଗୌରବ ହେଉ। ଭଏସ୍ ଭିଡିଓ କ୍ଲିୟର ଅଛି, ଇକୋ ବନ୍ଦ ଅଛି, ମ୍ୟୁଜିସିଆନ୍ସ ଅଫ୍ ଅଛି, and yes, okay, YouTube ରେ ବି ଭଏସ୍ କ୍ଲିୟର ଅଛି ବୋଲି ଆଶା କରୁଛି। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନ ନାମର ଗୌରବ ହେଉ। ପୁନର୍ବାର ଏହି ଶେଷ ତୁରି ଧ୍ୱନି ବାଇବଲ ଷ୍ଟଡିରେ ଜଡ଼ିତ ହେବା ନିମନ୍ତେ ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ପ୍ରେଜ୍ ଦ ଲର୍ଡ। ଆଉ ଆପଣମାନେ ସମସ୍ତେ ଭଲରେ ଅଛନ୍ତି ବୋଲି ଆଶା କରୁଛି। ପ୍ରେଜ୍ ଦ ଲର୍ଡ। ଭଲରେ ବୋଲି କହିଲେ ଆଇ ମିନ୍ ଥାଏ ଆମମାନଙ୍କର ଦୁଃଖ ସୁଖ ଥାଏ କି ନାଇଁ? ଦୁଃଖ, ରୋଗ, ସମସ୍ୟା, ଅଭାବ, ପ୍ରେଜ୍ ଦ ଲର୍ଡ, ଏଇ ସବୁ ନଥିବା ଜୀବନ ନୁହେଁ ଖ୍ରୀଷ୍ଟିଆନ ଜୀବନ। ଦୁଃଖ, ସମସ୍ୟା, ରୋଗ, ଅଭାବ ଏସବୁ ନଥିବା ଜୀବନ ନୁହେଁ। ତ ଭଲ ଅଛି ମାନେ ତାର ଅର୍ଥ ମିନ୍ସ କଣ? ପ୍ରଭୁଙ୍କ ଠାରେ ଯଦି ଅଛୁ ମାନେ ଅବଭିୟସଲି ଭଲରେ ଅଛୁ। ହାଲେଲୁୟା। ଆତ୍ମିକ ଭାବରେ ଅଛୁ ମାନେ ଅବଭିୟସଲି ଭଲରେ ଅଛି। ରୋଗରେ ବି ଆତ୍ମିକ ହେଇକି ପ୍ରଭୁଙ୍କ ସହିତ ଜଡ଼ିତ, ୟେସ୍ वी आर ଗୁଡ୍। ପ୍ରେଜ୍ ର ଅଭାବ ହେଇକି ବି ପ୍ରଭୁଙ୍କ ସହିତ ଜଡ଼ିତ, ୟେସ୍ वी आर ଗୁଡ୍। ହାଲେଲୁୟା। ପରିବାର ଦୁଃଖ ଘଟିଛି କି କେତେ ଜଣ ଚାଲି ପଳେଇଲେ, ଅବଶ୍ୟ ଦୁଃଖିତ, କିନ୍ତୁ ପ୍ରଭୁ ଛାଡ଼ି ନାହାନ୍ତି। ୟେସ୍ वी आर ଗୁଡ୍, वी आर ଓକେ, वी आर ଫାଇନ୍। ପ୍ରଭୁ ସେଇଭଳି ଆପଣଙ୍କୁ ଭଲରେ ରଖିଛନ୍ତି ବୋଲି ଆଶା କରୁଛି। ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରୁଥାଉଛୁ। ବେଳେ ବେଳେ ଶନିବାର ଦିନର ଉପବାସ ପ୍ରାର୍ଥନା ନଥିଲେ ମଧ୍ୟ ଆପଣଙ୍କୁ ଆମେ ପ୍ରାର୍ଥନାରେ ସ୍ମରଣ କରୁଛୁ। ଆଉ ଯେତେ ପ୍ରାର୍ଥନା ଅନୁରୋଧ ଆସେ ଗ୍ରୁପରେ, ଭାବନ୍ତୁ ନାହିଁ କି ଯେହେତୁ ଶନିବାର ଦିନର ଉପବାସ ପ୍ରାର୍ଥନା ଚାଲୁନାହିଁ ତେଣୁକରି ଆଉ କିଏ ପ୍ରାର୍ଥନା କରିବେନି ବୋଲି ହୁଅନ୍ତୁ ନାହିଁ। ଗୋଟେ ପରେ ରିକ୍ୱେଷ୍ଟ ଆସିଲେ ମଧ୍ୟ ସମସ୍ତେ ପ୍ରାର୍ଥନା କରନ୍ତି। ଆଉ ଆପଣଙ୍କୁ ବି ଅନୁରୋଧ କରୁଛି, ଯେତେ ରିକ୍ୱେଷ୍ଟ ଦେଖନ୍ତି ଯୋଉଠି ଥିଲେ ମଧ୍ୟ ଗୋଟେ ମିନିଟ୍ ହେଲେ ପ୍ରେୟର କରିଦେବାର। ଫ୍ରି ଅଛନ୍ତି ମାନେ ଅଳ୍ପ ସମୟ ଆଣ୍ଠେଇକି ପ୍ରାର୍ଥନା କରିବାର। ବ୍ୟସ୍ତରେ ଅଛନ୍ତି, ମେସେଜ ଦେଖିଛନ୍ତି ଯଦି ଗ୍ରୁପରେ, ତ ନିଶ୍ଚିତ ଭାବେ ସେ ଭାଇ ପାଇଁ, ଭଉଣୀ ପାଇଁ, ମା ପାଇଁ, ସେ ପୁଅ ପାଇଁ, ସେ ଝିଅ ପାଇଁ ନିଶ୍ଚିତ ଭାବରେ ସମସ୍ତେ ପ୍ରାର୍ଥନା କରିବେ। କେତେ ଜଣ 500 ଉପରେ ଅଛନ୍ତି ଆମର ଗ୍ରୁପ ମେମ୍ବର୍ସ, ସମସ୍ତେ ପ୍ରାର୍ଥନା କରିବେ ବୋଲି ଅନୁରୋଧ କରୁଛି। ଆମେ ମୁଁ ତ ପ୍ରାର୍ଥନା କରେ, ନିଶ୍ଚୟ ଯୋଉଠି ଥିଲେ ମଧ୍ୟ ନିଶ୍ଚୟ ପ୍ରାର୍ଥନା କରେ ଆପଣ ମାନଙ୍କ ପାଇଁ। ତ ପୁନର୍ବାର ଆଜି ବାଇବଲ ଷ୍ଟଡିରେ ଜଡ଼ିତ ହେବାର ସୁଯୋଗ ପ୍ରଭୁ ଦେଇଥିବାରୁ ଧନ୍ୟବାଦ ଦେଉଛି। ଆପଣ ମାନେ ମଧ୍ୟ ଆଉ ପାଶରି ଯାଇ ନାହାନ୍ତି, ଏଥିପାଇଁ ଆପଣମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ଆଉ ଯେହେତୁ ଆକ୍ଚୁଆଲି ଏଇ ମାସରେ ଆମେ କିଛି ବାଇବଲ ଷ୍ଟଡି କରିବାନି ବୋଲି ଭାବୁଥିଲି, ତଥାପି ଆପଣମାନଙ୍କୁ ବି ବ୍ୟସ୍ତ ଲାଗୁଥିଲା, ମତେ ବି ବ୍ୟସ୍ତ ଲାଗୁଥିଲା। ଏମିତି ନିଶ୍ଚୟ କରିବା ବୋଲି ହିଁ ଆଶା ଥିଲା, କିନ୍ତୁ ପରିସ୍ଥିତି ଆକ୍ଚୁଆଲି ଆଲାଉ କରୁନଥିଲା। ମଝି ମଝିରେ କେତେକ ମିଟିଂସ୍ ଥିବାରୁ ଆଉ ମୁଁ ଭାବିଲି କି ବାଇବଲ ଷ୍ଟଡି ଯଦି କରିବା ତାହେଲେ ଗୋଟେ ଦିନ କରିକି ଆଉ 2 ଦିନ ଛୁଟି କରିବାକୁ ପଡିବ। ଏମିତି ଟିକେ ଇରେଗୁଲାର ଲାଗିବ, କଣ୍ଟିନ୍ୟୁ କରିପାରିବେ ନାହିଁ, କେଜାଣି ଟିକେ ବିରକ୍ତ ଲାଗିପାରେ ବୋଲି ମୁଁ ଆଉ ସାହସ କରିନଥିଲି। ତଥାପି ବହୁତ ଜଣ ରିକ୍ୱେଷ୍ଟ କଲେ, ଆଉ ଆପଣମାନଙ୍କ ରିକ୍ୱେଷ୍ଟ କରିବା ହିଁ ବିଳମ୍ବ, ମୁଁ ତ ଡେଇଁ ପଡିଲି। ଆଉ ପ୍ରେଜ୍ ଦ ଲର୍ଡ, ଖୁସିରେ ଆରମ୍ଭ କଲି। ହାଲେଲୁୟା। ଆପଣମାନେ ମୋ ସହିତ ଅଛନ୍ତି ବୋଲି ବିଶ୍ୱାସ କରୁଛି, ଆଉ ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଉ ୱର୍ସିପ କରିବା ପାଇଁ ସୁର ଭାଇଙ୍କର ଦେହ ଟିକେ ଭଲ ନଥିଲା, ତେଣୁକରି ସେ ୱର୍ସିପ କରିପାରିଲେନି ଆଜି। ଅଙ୍କିତ ଭାଇଙ୍କର ମିକ୍ସର ଖରାପ ହେଇଗଲା, ଆଉ ମୁଁ କଣ କରିବି, ମୋ ଯାହା ଖରାପ ଥିଲେ ବି ଗାଇ ଦେବାର, ମତେ ଆଉ ହେବ ନାହିଁ ନା, ମତେ ମୁଁ ଆୱାର୍ଡ କରିପାରିବିନି। ୟେସ୍, ପ୍ରେଜ୍ ଦ ଲର୍ଡ। ପ୍ରଭୁ ସେ ପ୍ରକାର ବଳ ଦେବା ଭିତରେ କାମ କରିଦେବାର। ସବୁବେଳେ ପ୍ରଭୁଙ୍କ ଦାସ ମାନେ କହନ୍ତି, ବଳ ଥିଲା ବେଳେ ଚାଲିବାର, ଆଉ ସବୁ ସରିଲେ ଆଉ କଣ କରିବ, ପଳାଇବାର, ଆଉ କିଛି ଉପାୟ ନାହିଁ। ଯାହା ପ୍ରଭୁ ବଳ ଦେଉଛନ୍ତି, ଯାହା ଦେଉଛନ୍ତି, ଆଜ୍ଞା କାହାରି ପାଇଁ, ପ୍ରଭୁଙ୍କ ପାଇଁ ତ ଆଉ କୋଉଟା ପାଇଁ କରିବୁ? ଦୁନିଆରେ ସେଟଲ ହେବା ପାଇଁ ନୁହେଁ, ଆମ ନିଜର ପାଇଁ ଗୋଟେ ବଡ ଘର ଦ୍ୱାର, ବଙ୍ଗଲା, ଭିଲା କରିବା ପାଇଁ ତ ନୁହେଁ, ନାଇଁ କି?
nothing for us, everything for God. ଆମକୁ ପ୍ରଭୁ କରିଛନ୍ତି, ସୃଷ୍ଟି କରିଛନ୍ତି, ଜନ୍ମ ଦେଇଛନ୍ତି ତାଙ୍କର ପାଇଁ, ବଳ ଦେଇଛନ୍ତି ତାଙ୍କର ପାଇଁ, ସ୍ୱାସ୍ଥ୍ୟ ଦେଇଛନ୍ତି ତାଙ୍କର ପାଇଁ, ପଇସା ଦେଇଛନ୍ତି ଯଦି କିଛି ତାଙ୍କର ପାଇଁ, ଏଭ୍ରିଥିଙ୍ଗ ଫର ମିନିଷ୍ଟ୍ରି। ଆମର ପ୍ରାଣ, ଆମର ଜୀବନ, ଆମର ରକ୍ତ, ନାଇଁ ଆମର ବଳ, ଆମର ଧନ କେବଳ ପ୍ରଭୁଙ୍କର ପାଇଁ ଖର୍ଚ୍ଚ ହେଉ, ଏହି ଆଶା ନେଇକି ଆମେ ଚାଲୁଛୁ। ଆଉ ନିଶ୍ଚିତ ଭାବେ ଆପଣମାନଙ୍କର ପ୍ରାର୍ଥନା ହିଁ ଆମକୁ ବଳ ଦେଉଛି, ସବଳ କରୁଛି ବୋଲି ଜାଣିଛି, ବିଶ୍ୱାସ କରୁଛି। ଆଉ ଆମ ପରମେଶ୍ୱର, ମୋ ପରମେଶ୍ୱର, ଆପଣଙ୍କର ପରମେଶ୍ୱର ଏକ ହେଇଥିବାରୁ, ଜଣେ ହେଇଥିବାରୁ ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ପ୍ରେଜ୍ ଦ ଲର୍ଡ। ୟେସ୍, ଆମେ ଗୋଟେ ବିଶେଷ ଷ୍ଟଡି ନେଇକି ଆମେ ନେକ୍ସଟ ଆସନ୍ତା ସପ୍ତାହରୁ ଷ୍ଟାର୍ଟ କରିବା, ସୋମବାରରୁ। ଆଜି ଏଇ ସପ୍ତାହ ପାଇଁ ଆଜି ହିଁ ବାଇବଲ ଷ୍ଟଡି ଥିବ, କାଲି ନଥିବ। ଆପଣ ଜାଣିଛନ୍ତି ଗୁରୁବାର ଦିନ ଲାଷ୍ଟ ବୋଲି। ସୋମବାର ଦିନକୁ, ଆଜି ପରେ ସୋମବାର ଦିନକୁ ଆମେ ଜଏନ କରିବା। ତାପରେ ବୋଧେ ଆପଣଙ୍କର କ୍ରିସମସ ପର୍ବ ଯାକ ଥିବ କେଜାଣି। ତେଣୁ କରି ନେକ୍ସଟ ସପ୍ତାହ ଥିବ ବାଇବଲ ଷ୍ଟଡି, ଆଉ ତାପର ସପ୍ତାହ ବି ଥିବ। ଆଇ ମିନ୍ 18 ତାରିଖ ପର୍ଯ୍ୟନ୍ତ ବାଇବଲ ଷ୍ଟଡି ଥିବ। ସୋମ, ମଙ୍ଗଳ, ବୁଧ, ଗୁରୁ ନେକ୍ସଟ ସପ୍ତାହ। ତାପରେ ସୋମ, ମଙ୍ଗଳ, ବୁଧ ଖାଲି 18 ପର୍ଯ୍ୟନ୍ତ। 19 ରୁ 1 ତାରିଖ ପର୍ଯ୍ୟନ୍ତ ଏବଂ 19 ରୁ 5 ତାରିଖ ପର୍ଯ୍ୟନ୍ତ ଛୁଟି, କ୍ରିସମସ ହଲିଡେଜ। ଜାନୁଆରୀ 6ରେ ଆଉ ଥରେ ଆମେ ବାଇବଲ ଷ୍ଟଡି ଆରମ୍ଭ ହେବ। ନୂଆ ବର୍ଷରେ ପ୍ରଭୁ ଜୀବିତ ରଖିଲେ, ପ୍ରଭୁ ସୁସ୍ଥ ସବଳ ରଖିଲେ, ଆଉ ପ୍ରଭୁଙ୍କର ଆଗମନ ନହେଲେ ଏ ଭିତରେ, ଆଉ ଜାନୁଆରୀ 6ରେ ଆମେ ଜଡ଼ିତ ହେବା। ତେଣୁ କନଫ୍ୟୁଜ ହେଇନାହାନ୍ତି ତ, 18 ତାରିଖ ପର୍ଯ୍ୟନ୍ତ ଥିବ ଏଇ ମାସର ବାଇବଲ ଷ୍ଟଡି। ରାଇଟ, ପ୍ରେଜ ଦ ଲର୍ଡ, ପ୍ରଭୁଙ୍କ ନାମରେ ଗୌରବ ହେଉ। ଆଚ୍ଛା, କେତେ ଦିନରୁ ମୁଁ ଚିନ୍ତା କରୁଥିଲି ଗୋଟେ ପଦ ପଢିବା। ଆମର ଶରଣଦୀପ ବାବୁ ମଧ୍ୟ ଦୂର ଦେଶକୁ ଯାଇଛନ୍ତି, ପ୍ରଭୁ ତାଙ୍କୁ ସୁରକ୍ଷା ଦିଅନ୍ତୁ। ଆଲଫା ଅଛି ବୋଧେ, ଆଲଫା ଯଦି Praise the Lord, sir. ପ୍ରେଜ ଲର୍ଡ ବେଟା। ଆଲଫା ପଢିବ ଦ୍ୱିତୀୟ ବିବରଣୀ 32 32 ର 28 29 ଟିକେ ପଢିଦେବା। ଦ୍ୱିତୀୟ ବିବରଣୀ 32 ଅଧ୍ୟାୟ 28 29। ଯେହେତୁ ସେମାନେ ଯୁକ୍ତିହୀନ ଗୋଷ୍ଠୀ, ସେମାନଙ୍କର ବିବେଚନା ନାହିଁ। ଆହା, ସେମାନେ ଯେବେ ଜ୍ଞାନବାନ ହୁଅନ୍ତେ, ସେମାନେ ଏକଥା ବୁଝନ୍ତେ। ସେମାନେ ଯେବେ ଆପଣମାନଙ୍କ ଶେଷ ଅବସ୍ଥା ବିବେଚନା କରନ୍ତେ। ବାସ୍ ବାସ୍ ବାସ୍। ଆହା, ସେମାନେ ଯଦି ଜ୍ଞାନବାନ ହୁଅନ୍ତେ, କୋଉ ବିଷୟରେ? ସେମାନେ ଯଦି ଏହି କଥା ବୁଝନ୍ତେ, ସେମାନେ ଯେବେ ଆପଣା ମାନଙ୍କର ଶେଷ ଅବସ୍ଥା ବିବେଚନା କରନ୍ତେ, କେତେ ଭଲ ହେଇଥାନ୍ତା। ସେମାନେ ଯୁକ୍ତିହୀନ ଗୋଷ୍ଠୀ, ସେମାନଙ୍କର ବିବେଚନା ନାହିଁ। ଓକେ, ଏଇ ପ୍ରକାର ଗୋଟେ ଗୀତ ପରି ଗାଉଛନ୍ତି ମୂଷାଙ୍କର ଗୀତ ଏଇଟା। ପ୍ରେଜ ଦ ଲର୍ଡ। ବହୁତ ବର୍ଷ ପୂର୍ବେ ଆମର ଆତ୍ମିକ ପିତା ଯେ ଥିଲେ, ତାଙ୍କ ପାଖେ ବାକ୍ୟ ଗୋଟେ ଶୁଣିଥିଲି। ମଝିରେ ସେଇ ବାକ୍ୟ ଉପରେ ମତେ ବହୁତ ମନ ହେଲା। କଣ ଟାଇଟଲ କଣ ଆଜିର? ଶେଷ ଅବସ୍ଥା, ଏଣ୍ଡିଂ କେମିତି ଥିବା କଥା। ଆମେ ଜାଣୁ, ବାଇବେଲ କହେ କାର୍ଯ୍ୟର ଆରମ୍ଭ ଅପେକ୍ଷା କାର୍ଯ୍ୟର ଶେଷ ଭଲ। କାହିଁକି? ଆରମ୍ଭ କେଜାଣି ଆମର ହାତରେ ହେଇନପାରେ। ବହୁତ ଥର କହିଥିଲି ଆପଣ ମାନଙ୍କୁ, ଜଣେ ବହୁତ ବଡ ଧନୀ ବ୍ୟକ୍ତି ଯିଏକି ଅଛନ୍ତି ଜଗତରେ, ବିଲ ଗେଟ୍ସ ବୋଲିକି,
ସେ କହନ୍ତି ପୁଣି ଦରିଦ୍ର ହେଇକି ଜନ୍ମ ହେଇଛ, ଗରିବ ହେଇକି ଜନ୍ମ ହେଇଛ, ଏଟା ତମର ଭୁଲ ନୁହେଁ, କିନ୍ତୁ ଦରିଦ୍ର ହେଇକି ଗରିବ ହେଇକି ମରି ଯାଇଛ ଏଟା ତମର ଭୁଲ। ମାନେ କିଛି କରିକି ପରିଶ୍ରମ କରିକି ଟିକେ ନିଜକୁ ଧନବାନ କରିକି ମରିଥାନ୍ତ ନା, କିଛିଟା ଲାଇଫରେ ଆଚିଭ କରିକି ମରିଥାନ୍ତ ବୋଲିଲା ପରି। ଗରିବ ପରିବାରରେ ଜନ୍ମ ହେଇକି ବି ତୁମେ ଗରିବ ପରିବାର କାହିଁକି ମରି, ଗୋଟେ ଧନୀ ହେଇକି ଧନବାନ ପରିବାର ହେଇକି ମରିଥାନ୍ତ ବୋଲିଲା ପରେ ତାଙ୍କର ମନ ଧ୍ୟାନ ସବୁ ସମୟ ଖାଲି ଧନ ସମ୍ପତ୍ତି କରିବାରେ ବ୍ୟସ୍ତ। ସେଟା ସେଇ ହିସାବରେ ମୁଁ କଣ କହେ, କିମ୍ବା ଆମ ପ୍ରଭୁ କଣ କହନ୍ତି, ତୁମେ ପାପୀ ହେଇକି ଜନ୍ମ ହେଇଛ ଏଟା ତମର ହାତରେ ନଥିଲା, ତମର ଦୋଷ ନୁହେଁ। ପାପୀ ହେଇକି ଯଦି ମରିଛ ଏଟା ତମର ଦୋଷ, କାରଣ ତୁମର ପାପ ଜୀବନ ପରିବର୍ତ୍ତିତ ହେଇଥାନ୍ତା। ପାପୀ ହେଇକି ଜନ୍ମ ହେଇଛ କି ଆମର ହାତରେ ନଥିଲା, କଣ କରିବା, ଆମର ଭାଗ୍ୟ ଖରାପ ବୋଲି ଭାବିବାର, କିନ୍ତୁ ମରିବାଟା ଆମର ହାତରେ ଅଛି। ପବିତ୍ର ହେଇକି ମରିବା, ଆଜ୍ଞା, ଶୁଚି ହେଇକି ମରିବା, ପରିତ୍ରାଣ ପ୍ରାପ୍ତ ହେଇକି ଶେଷ କରିବାର ଜୀବନକୁ। ଅଶୁଚି ହେଇକି ଜନ୍ମ ହେଇଛ କି, इट्स ओके, इट हैपेंस, होता है, କିନ୍ତୁ ମରଣ ବେଳକୁ କଣ? ମୁଁ ଗୋଟେ ବୁକ୍ ଷ୍ଟଲ କୁ ଯାଇଥିଲି, ଖ୍ରୀଷ୍ଟିଆନ ବୁକ୍ ଷ୍ଟଲ କୁ ହାଇଦ୍ରାବାଦରେ କେତେ ବର୍ଷ ତଳେ। ସେଠି ଗୋଟେ ବହି ଦେଖିଥିଲି, କାହାରି ବହି, ଆର୍ ଷ୍ଟାନଲିଙ୍କର ବହି ନା କଣ ମନେ ନାହିଁ। ଟାଇଟଲ ଥିଲା ହାଉ ନଟ୍ ଟୁ ଡାଏ। ବହି ଯାକ ଭିତରେ କଣ ଅଛି ଜାଣିନି, କିନ୍ତୁ ସେ ଗୋଟେ ଟାଇଟଲ ମତେ ବହୁତ ଟଚ୍ କଲା, ଆଉ ମତେ ଗୋଟେ ଭଲ ଟପିକ ବି ଦେଇଥିଲା। ସେ ବହି ମୁଁ ପଢିନି, ଖାଲି ଟପିକ ଦେଇ ସେ ବହିର ଉପରର କଭରର ଟାଇଟଲ ଦେଖି ଖୁସି ଲାଗିଲା। ଲୋକମାନେ ଶିଖାନ୍ତି ହାଉ ଟୁ ଲିଭ୍, କିନ୍ତୁ ସେ ବହି କହେ ହାଉ ନଟ୍ ଟୁ ଡାଏ, କେମିତି ବଞ୍ଚିବାର ବୋଲି ଲୋକମାନେ କାହାଣୀ ସବୁ କହନ୍ତି, ଶିକ୍ଷା ଦିଅନ୍ତି, କିଏ ଜାଣି ବାହାରେ ଭାଷଣ, କିନ୍ତୁ ବାଇବେଲ ଆମକୁ କହେ କେମିତି ନ ମରିବାର। ପ୍ରେଜ୍ ଦ ଲର୍ଡ। ଆମ୍ଭ ମାନଙ୍କର ଶେଷ ଅବସ୍ଥା କେମିତି ନ ହେବା କଥା ଆଉ କେମିତି ଥିବା ଆବଶ୍ୟକ ଆମେ ଜାଣିବାର, ପ୍ରିୟମାନେ, ଆମ୍ଭ ମାନଙ୍କର ପ୍ରସ୍ତୁତିକରଣ ତାହା ପାଇଁ। our preparation is how not to end our course of life। ଆମମାନଙ୍କର ଜୀବନ କୋର୍ସ ଅଫ ଲାଇଫ କଣ କହିବେ, ଆମମାନଙ୍କର हम अपनी हमारी जिंदगी का अंत कैसे नहीं होना चाहिए, हमें जानना बहुत जरूरी है। और ये चीज 100% हमारे हाथ में ही है। हमने कैसे शुरू किया, मे बी इट इज नॉट इन आवर कंट्रोल, बट हाउ वी आर गोइंग टू एंड, कैसे हम लोग समाप्त करने जा रहे हैं, कैसे खत्म होना है, हमें जानना जरूरी है। गोटे गोटे गीत देखो तो साम 39 39 गीत, दाऊदଙ୍କର प्रार्थना 39 गीत 3-4 पद देखो, कौन देखियो कौन ଅଛି। ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା, ଭାବୁ ଭାବୁ ଅଗ୍ନି ପ୍ରଜ୍ୱଳିତ ହେଲା। ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି, ହେ ସଦାପ୍ରଭୁ, ମୋହର ଅନ୍ତିମ କାଳ ଓ ମୋ ଦିନର ପରିମାଣ କଣ ମୋତେ ଜଣାଅ। ମୁଁ କିପରି କ୍ଷଣକାଳ ସ୍ଥାୟୀ, ଏହା ଜାଣିବାକୁ ଦିଅ। ପ୍ରେଜ୍ ଦ ଲର୍ଡ। ତାପରେ ବି ପଢ 5 ପଦ। ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ। ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ଥ ତୁଲ୍ୟ। ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବ ଉତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। ପ୍ରେଜ୍ ଦ ଲର୍ଡ। ବସ୍ ବସ୍ ବସ୍। ଆପଣ ଗୋଟେ କଥା କହିବେ, ଆପଣ ମାନେ ଗୀତ ସଂହିତା ପଢିଲା ବେଳେ ଯୋଉଠି ଯୋଉଠି ସେଲା ବୋଲି ଲେଖା ଅଛି ସେଟା ବି ପଢିବାର ଅଛି। ସେଲା, ପ୍ରେଜ୍। ସେଲା ମାନେ କଣ? ଥରେ କୋଉଠି ପଢୁଥିଲି, ସେଲା means stop and think about this।
मीटिंग स्टार्ट ହେଲା ପରେ ଆପଣ ମାନେ WhatsApp ସହିତ କାହିଁ ଖେଳୁଛନ୍ତି? ଜୁମ୍ ମିଟିଂ ଷ୍ଟାର୍ଟ ହେଲା ପରେ ଆପଣ ମାନେ ମତେ କଲ୍ କରିବେ ନାହିଁ। ନମ୍ବର 1 ନମ୍ବର 2 ଜୁମ୍ ମିଟିଂ ଷ୍ଟାର୍ଟ ହେଲା ପରେ ଆପଣ ମାନେ କଣ WhatsApp ରେ ଗ୍ରୁପ୍ସ ରେ କିଛିଟା ପ୍ରେ ରିକ୍ୱେଷ୍ଟ ଦେବେ ନାହିଁ। ଓକେ କିଛିଟା କରିବେ ନାହିଁ। ହ୍ୟାଲୋ ହାଇ ହ୍ୟାଲୋ ପ୍ରେଜ ଦ ଲର୍ଡ ସାର୍ ଇଏ ସାର୍ ସେ ଦରକାର ନାହିଁ। ଆଉ ଏଠି ଜୁମ୍ ରେ ବି ଆପଣ ମାନେ କି ଚାଟ୍ସ କୁ ଛୁଇଁବେ ବି ନାହିଁ, ଛୁଅନ୍ତୁ ନାହିଁ। ଓକେ ବାକ୍ୟ ପାଇଁ ଗୁରୁତ୍ୱ ଦିଅନ୍ତୁ ଆଜ୍ଞା। ରୋଗ ବେଳେ ବି କିଛି ଦେହ ଅସୁସ୍ଥ ଅଛି ତ ପ୍ରେ ରିକ୍ୱେଷ୍ଟ ଦେବା ଅପେକ୍ଷା ଫର୍ଷ୍ଟ ପ୍ରାୟୋରିଟି ହେଲା ବାକ୍ୟ ଶୁଣୁ। କି ଜାଣି ସେ ବାକ୍ୟ ଶୁଣୁ ଶୁଣୁ ସୁସ୍ଥ କରିଦିଏ। ସୁସ୍ଥତା ସମ୍ବନ୍ଧୀୟ ବାକ୍ୟ ନଥିଲେ ବି ବାକ୍ୟରେ ସେ ଶକ୍ତି ଅଛି। ବାକ୍ୟକୁ ଗ୍ରହଣ କରନ୍ତୁ। ପ୍ରେ ରିକ୍ୱେଷ୍ଟ ଦେବାରେ, ଚାଟିଂ କରିବାରେ, ହାଇ ହେଲୋ ପ୍ରେଜ ଲର୍ଡ କରିବାରେ ଏସବୁ ଟାଇମ ୱେଷ୍ଟ କରନ୍ତୁନି। ବାକ୍ୟ ଶୁଣନ୍ତୁ ଖାଲି। ତ କଣ କହୁଥିଲି? ଗୀତ ସଂଗୀତରେ ସେଲା ବି ପଢନ୍ତୁ ଏଥର। ପ୍ରେଜ ଲର୍ଡ ସେଲା ମିନ୍ସ ହ୍ୱାଟ? ଷ୍ଟପ୍ ଆଣ୍ଡ ଥିଙ୍କ ଅବାଉଟ ଦିସ୍। ଆଗକୁ ପଢିବା ଆଗରୁ ଯୋଉଟା ଲେଖା ଅଛି ଆଉ ଥର ଟିକେ ଚେକ୍ କରିକି ଆଉ ଥରେ ପଢିକି ଦେଖ ବୋଲିଲା ପରେ। ହଁ ତ ମୁଁ କହେ ଗୀତ ସଂଗୀତ ଇଜ ନଟ୍ ଅ ସଙ୍ଗ ଆଜ୍ଞା। ଗୀତ ସଂଗୀତ ସବୁ ପ୍ରେୟର୍ସ होते। इट्स नॉट ए सिंपल सॉन्ग। ଗୀତ ସଂଗୀତ ଖାଲି ଗୀତ ସଙ୍ଗୀତ ହିଁ ନୁହେଁ ଆଜ୍ଞା। ପ୍ରଭୁଙ୍କର ଭକ୍ତ ମାନଙ୍କର ହୃଦୟର ଧ୍ୟାନ ପ୍ରାର୍ଥନା ଆଉ ପ୍ରଭୁଙ୍କୁ ସେମାନେ କଣ ଭାବିଲେ, କେମିତି ବର୍ଣ୍ଣନା କଲେ ସେଇ ପ୍ରଶଂସା ଥାଏ। ଦ୍ୟାଟ ଇଜ ଗୀତ ସେମିତି ଥିବା କଥା ବୋଲି ଅର୍ଥ। ଗୀତ କେମିତି ଥିବା କଥା? ଦେयर शुड बी ପ୍ରେୟର ଇନ ଅ ସଙ୍ଗ। ଦେयर शुड बी ଡିସ୍କ୍ରିପସନ ଅଫ ଗଡ। ପରମେଶ୍ୱରଙ୍କୁ ବର୍ଣ୍ଣନା କରିବାର ଗୀତ ମାଧ୍ୟମରେ। ତ ବର୍ତ୍ତମାନ ଯାହା ଆମେ ପଢିଛୁ ତାହା ଇଟ୍ସ ଏ ପ୍ରେୟର। କଣ ସେ ପ୍ରାର୍ଥନା? କି ହେ ସେ ରାତ୍ର ବେଳେ ଧ୍ୟାନ କରୁଥିଲେ ପୁଣି ଗୀତ ରଚକ ମୋର କଣ ଅନ୍ତରରେ ଅତିଶୟ ଚିନ୍ତିତ ହେଲି। ମୁଁ ଯେମିତି ମୋର ସମସ୍ୟା ବିଷୟରେ ଭାବିଲି। ମୁଁ ଅଧିକ ଚିନ୍ତିତ ହେଲେ ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି। ହେ ସଦା ପ୍ରଭୁ, ମୋର ଅନ୍ତିମ କାଳ ଆଉ ମୋର ଦିନର ପରିମାଣ କଣ ମତେ ଜଣାଅ। କେବେ ପ୍ରାର୍ଥନା କଲେ କି ଆପଣ ମାନେ? ଟୁ ଥିଙ୍ଗସ୍ ଆଇ ୱାଣ୍ଟ। କଣ? ମୋର ଦିନର ପରିମାଣ। ଆଉ କେତେ କାଳ ବଞ୍ଚିବି କି? ନମ୍ବର 1 ନମ୍ବର 2 କେମିତି ମରିବି କି? ମୋର ଅନ୍ତିମ ଦଶା। ଦ୍ୱିତୀୟ ବିବରଣୀ କଣ ପଢିଲୁ? ଗୋଟେ ବିବେଚନା କରିଥାନ୍ତେ, ଜ୍ଞାନ ଭାବରେ ଚିନ୍ତା କରିଥାନ୍ତେ କୋ ବିଷୟରେ? ଆପଣାର ଶେଷାବସ୍ଥା କେମିତି ଶେଷ ହେବ। ମୁଁ କେମିତି ମରିବି ପ୍ରଭୁ? ପବିତ୍ର ହେଇକି ମରିବି ତ? ତୁମର ସାନ୍ନିଧ୍ୟରେ ଚାଲିଯିବି ତ? तुमठार दूर जीविनी तो? आपसे दूर तो नहीं जाऊंगा ना प्रभु? जब खत्म होगा, फेल्यूर में खत्म होगा मेरी जिंदगी या सक्सेस में खत्म होगा? आत्मिकतारे शेष करिबी ना शारीरिक भावे शेष करिबी? विजय शेष करिबी ना हारिकी शेष करिबी? लाइफ तुमर प्रिय पात्र है कि शेष करिबी ना तुमर घृणार योग्य है कि शेष करिबी? प्लीज प्लीज मत देखाओ प्रभु। आई वांट टू बी विथ यू एट द एंड। आपके चरणों में जिंदगी खत्म हो मेरी। वाह दिस प्रे আজি ଏ ଶେଷ ଯୁଗରେ ଶେଷ ଦିନ ମାନଙ୍କରେ ସତର କେତେ ଦିନ ବଞ୍ଚିବୁ ଜଣା ନାହିଁ। କେମିତି ମରିବାର ଏଇଟା ଆମର ହାତରେ ଅଛି। କେମିତି ଜୀବନ ସାରିବାର ଏଇଟା ଆମର ହାତରେ ଅଛି। ଗାଲାତି ପତ୍ରିକାରେ ପାଉଲ ଗୋଟେ କଥା କହିଲେ ଦେଖ। ଗାଲାତି 3 ଅଧ୍ୟାୟ 3 ପଦ। ଗାଲାତି ତୁମ୍ଭେମାନେ କଣ ହଁ ତୁମ୍ଭେମାନେ କଣ ଏପରି ନିର୍ବୋଧ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ
ସିଦ୍ଧ ହେବାକୁ ଯାଉଅଛ? बस 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 ତୁମ୍ଭେମାନେ କି ବ୍ୟର୍ଥ बस ନ ନେଟୱାର୍କ ଦେଖ ଚେକ୍ କର ନିଜର। ତୁମେ ମାନେ କଣ ଏପରି ନିର୍ବୋଧ? ତୁମେ ମାନେ ଆତ୍ମାରେ ଆରମ୍ଭ କରି ତୁମେ ମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଛ। ଆତ୍ମିକ ଭାବରେ ଆରମ୍ଭ କରି ଶେଷ କେମିତି ହେଉଛି ପୁଣି ଗାଲାତି ମଣ୍ଡଳୀ ବିଷୟରେ କହୁଛନ୍ତି ପୌଲ, ଶାରୀରିକ ଭାବରେ ସିଦ୍ଧ ହେବ କି? ଆମର ଲକ୍ଷ୍ୟ ହେଲା ଆମେ ସିଦ୍ଧ ହେବୁ। ସିଦ୍ଧତା ମିନ୍ସ ହ୍ୱାଟ? ପରଫେକ୍ସନ। ସିଦ୍ଧତା ମାନେ କଣ? କମ୍ପ୍ଲିସନ। ସିଦ୍ଧତା ମିନ୍ସ କଣ? ଶେଷ କରିବା। ନାଇଁ, ଆମମାନଙ୍କୁ 7ଟା ବିଷୟରେ ସିଦ୍ଧ ହେବାକୁ ପଡେ, ପରେ କହିବି ସେଇଟା। କେମିତି ସିଦ୍ଧ ହେବୁ? କୋଉ ବିଷୟରେ? ଅବଭିୟସଲି ଆତ୍ମିକତାରେ, ନାଇଁ କି? ଆତ୍ମିକ ଭାବରେ ଏଇ ଜୀବନ କି ଜୀବନ? ଆତ୍ମିକ ଜୀବନ। ଏ ରାସ୍ତା, ଏ ପଥ କି ପଥ? ଆତ୍ମିକ ପଥ। ଆଉ ଆମର ଲକ୍ଷ୍ୟ କଣ? ଆତ୍ମିକ ଜଗତକୁ ପହଞ୍ଚିବାର, ନାଇଁ କି? ମୁଁ ଟ୍ରେନ ଓହ୍ଲା ପରେ ଷ୍ଟେସନରେ ମୁझे वेयर इज माय ट्रेन ଆପ୍ ଚାଲିଥିବ କି ନାଇଁ ମୋର, ମୁଁ ସେ ଯେତେବେଳେ ବ୍ୟାକ୍ କରିଦିଏ ଏଟା ପଚାରିବ ଜର୍ଣ୍ଣି କମ୍ପ୍ଲିଟେଡ କି ବୋଲି। କମ୍ପ୍ଲିଟେଡ ବୋଲି ଦବାଇଲା ପରେ ଆପ୍ ଟା କ୍ଲୋଜ ହୁଏ। ୱାଓ, ଜର୍ଣ୍ଣି କମ୍ପ୍ଲିଟେଡ, ଯାତ୍ରା ଶେଷ ହେଲା। जोटी पहुंचने କଥା पहुंची गली, वहां पे पहुंचना है हमें, प्रभु को देखना है हमें। सिद्धता बिना तो नहीं। हाँ, प्रेज द लॉर्ड। तो केमिति सिद्ध हेबो? आत्मिक भावरे आरंभ करी, आत्मिक भावरे चाली, आत्मिक भावरे शेष करिवार। जेठी गालिती को पौल कहउछन तुमनकर हालत कोन भाई एमती हे गला? तुम्हें आत्मारे आरंभ कलो, मझिरे कौन हेलो जना नहीं, शेष मात्र शारीरिक भावरे शारीरिक कर्म करी, शारीरिक आशीर्वाद लाभ करी, शारीरिक काम रे सिद्ध होबा पर ट्राई करछो कि? कुआडे मझिरे डाइवर्ट हे गलो भाई। देखो 5 अध्याय गलती पत्रिका 7 पद पढ़ो, 7 8 5 ତୁମ୍ଭେମାନେ ତ ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡୁଥିଲ, କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ ସତ୍ୟର ଅବାଧ୍ୟ ହୋଇଅଛ? ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତାଙ୍କ ଠାରୁ ଏହି ପ୍ରବର୍ତ୍ତନା ଆସିନାହିଁ। आसी नहीं। बस 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 तुम्हें माने पूरा भलरे धाउथिलो, दौड़ भूमि नहीं कि एटा आत्मिक दौड़ भूमि। एटा आम रेस रे अच्छु, रनिंग रेस रे अच्छु। मैंने जानू समस्ते दौड़ते किंतु जड़े मात्र पुरस्कार पाती बोली। तो आत्मिक ए यात्रा रे, आत्मिक पथरे, आत्मिक दौड़ भूमि रे पावल कहछ तुम्हें पर भलरे धाउथिलो। आगे स्टार्टिंग भलो थिला, तो तुम मझे किए तुमको गड़बड़ कर दे कर देला? नहीं कि किए तुम मन को बाधा देला? किए अटकाई देला कि जे तुम्हें सत्यर अबाध्य हो जाइछ? केमिति डाइवर्ट हो गलो? जानो डाइवर्शन रो कौन प्रवर्तना, डाइवर्ट हेबार जो प्रेरणा आसी तुमको, ताहा तुम्भर आह्वानकारी ठारू आसी नहीं। मझे दर्शन डाइवर्ट हो जाउछि, लक्ष्य डाइवर्ट हो जाउछि। आगे कोटा देखु कि आकर्षित होउथलो, एबे कोटा देखि कि आकर्षित होउछु। आगे दृष्टि कुआडे थिला, एबे दृष्टि कुआडे अछि। आगे दर्शन कौन थिला, एबे की दर्शन, कौन हासिल करिवार दर्शन अछि? आगे प्रभु को पाक को जीवी, सिंहासन जीवी, मुकुट धारण करी बोलला बड़को, एबे जमी नेबी, घर द्वार नेबी, गाड़ी गोटे नेबी,
ଆଗେ କେମିତି ଥିଲା? ଯାହା ବି ହେଉ ପ୍ରଭୁଙ୍କ ଠାରୁ ପୁରସ୍କୃତ ହେବେ। ଲୋକମାନେ ଚିହ୍ନନ୍ତୁ ନ ଚିହ୍ନନ୍ତୁ, କିଛି ଆମକୁ ଆପ୍ରିସିଏଟ କରନ୍ତୁ କି ନ କରନ୍ତୁ, ଆମକୁ ଲୋକମାନେ ଆକ୍ନଲେଜ କରନ୍ତୁ କି ନ କରନ୍ତୁ, ଛାଡ, ମୁଁ ଭାବୁଥିଲୁ ପ୍ରଭୁଙ୍କ ଠାରୁ ଏ ଜଗତେ ଆମ ସକଳ ଦୁଃଖ କଷ୍ଟ ଆପାତତଃ ବ୍ୟର୍ଥ ଗଣା ହେଲା, ପିତା ଠାରୁ ଆମେ ପୁରସ୍କୃତ ହେବା, ଏ ଆମର ଭରସା। ୱାଓ, ମାଡ ଠିଆ ହେଇଯିବାର ଚିନ୍ତି ଯାକ ପଦ ଯାକ ଗାଉ ଆଗେ, କି ଗୀତ ଯାକ ଏଇଟା। ବହୁତ ବଢିଆ ଗାଇଛନ୍ତି ସୁବନ ଭାଇ, ଆମମାନଙ୍କର ଅଙ୍କିତ, ଶ୍ରିୟା। ୱାଓ, ରିଏଲି ବ୍ଲେସେଡ ପିପଲ। ଏକାଗ୍ର ମନର ଗୀତର ଗୋଟେ ପଦ ଏଇଟା। ପ୍ରେଜ ଦ ଲର୍ଡ। ଏଇ ଜଗତରେ ଆମ ସକଳ ଦୁଃଖ କଷ୍ଟ ପରିଶ୍ରମ ସେବା ବ୍ୟର୍ଥ ଗଣା ହଉଛି, ବେକାରଟା ବୋଲି ନିଅନ୍ତି ଲୋକମାନେ। ଆମେ ଏତେ ପରିଶ୍ରମ କରି ଆଣ୍ଠାଇକି ଭୋକ ପେଟରେ ଆମର ଅନ୍ତରା ଜିରାଇକି ଗୋଟେ ପ୍ରକାଶନ ପ୍ରଭୁଙ୍କ ଠାରୁ ଆଣିକି ଦେଲା ବେଳକୁ ଲୋକମାନେ କେୟାର ବି କରନ୍ତି ନାଇଁ। ସେତେବେଳେ କଷ୍ଟ ଲାଗେ, ଏତେ ବେକାର ଗଲା କି ମୋର ପ୍ରଚାର ବୋଲି ଲାଗେ। ଏତେ ନିଗୁଡ ବିଷୟ କହିଲି, ଜମା ପଚାରୁନାହାନ୍ତି ମାନେ। ବେଳେବେଳେ ଦେଖେ ସ୍ୱର୍ଗ ପାଇଁ ଲୋକଙ୍କୁ ପ୍ରସ୍ତୁତ করে, ଆଗମନ ପାଇଁ ପ୍ରସ୍ତୁତ করে, ଉର୍ଦ୍ଧ୍ୱ ଦୃଷ୍ଟି କରାଇକି କିଛି ନ ଦଉଥିଲେ ଜଗତରେ ଆମେ ଯିବା ପଳେଇବା ବୋଲି ପ୍ରଚାର କଲା ବେଳକୁ ମିଟିଂ ଶେଷ ହେଲା ପରେ ଆଗକୁ ଆସିଲେ କହୁଛନ୍ତି ଆଜ୍ଞା ଗୋଟେ ଜମି କିଣୁଛି, ପ୍ରାର୍ଥନା କରନ୍ତୁ। ଆଉ ପିଲାମାନେ ଆସି କୁହନ୍ତୁ ଆଜ୍ଞା ଅମୁକ ପାଇଁ ମୁଁ ଆପ୍ଲାଏ କରିଛି କଲେଜ ପାଇଁ, ଇଏ ପାଇଁ ପ୍ରାର୍ଥନା କର। ମାନେ ଏତେ ଥର ସବୁ ଯୋଉ ବାକ୍ୟ ଶୁଣିଛ, ତମ ହୃଦୟରେ କିଛି ପରିବର୍ତ୍ତନ, କିଛି ଏତେ ଆସିଲା ଆକା ନାହିଁ, ନାଇଁ? ଏମିତି ଲୋକମାନଙ୍କୁ ସେମାନଙ୍କ ପ୍ରେୟର ରିକ୍ୱେଷ୍ଟ ଦେଖିକି ସେଇଟା ହିଁ ଲାଗେ। ସେ ପ୍ରେୟର ରିକ୍ୱେଷ୍ଟ ମାଗିବାଟା ତ ଭୁଲ ନୁହେଁ, ସେଟା ତ ପାପ କି ଜବ ପାଇଁ ମାଗିଥିବେ, ଘର ପାଇଁ ମାଗିଥିବେ, ଇଟ୍ସ ଓକେ। ବଟ୍ ବାକ୍ୟ ଶୁଣିଲା ପରେ ଆଟଲିଷ୍ଟ ସେଇ ମୋମେଣ୍ଟ ପାଇଁ ତମ ପ୍ରେୟର ରିକ୍ୱେଷ୍ଟ କଣ ହେଇଥିବା ଦରକାର। ଆଜ୍ଞା ସେଇଠିକୁ ପହଞ୍ଚିବି, ପ୍ରାର୍ଥନା କରନ୍ତୁ ମୋ ପାଇଁ। ହଁ, ବଢିଆ ଥିଲା ବାକ୍ୟ। ଆପଣଙ୍କ ଠାରୁ ମାର୍କସ ମାଗିଛୁ କି? ବାକ୍ୟ କେତେ ଥିଲା, ରେଟିଂ କେତେ ଦେବେ? 5 ରୁ 10 ରେ କେତେ ରେଟିଂ ହେବ? ମେସେଜ ର 6 ଥିବ କି 7 ଥିବ କି? ଏଇ ଆଇଟମ ର ରେଟିଂ, ସିନେମାର ରେଟିଂ, ବାକ୍ୟ ବି ରେଟିଂ ଦଉଛନ୍ତି ନା? କେମିତି ବାକ୍ୟ ପ୍ରଭୁଙ୍କର ସ୍ୱର ବୋଲି ନିଅନ୍ତିନି ଲୋକମାନେ। ଆମେ ଏତେ କଷ୍ଟ କରିକି ସିଆଡେ ନେଲା ବେଳକୁ ଏମାନଙ୍କ ପ୍ରାର୍ଥନା ଅନୁରୋଧ ବି ଚେଞ୍ଜ ହେଇନି। ଦେଖ, ଷ୍ଟାର୍ଟିଂ ବଢିଆ କରୁଛନ୍ତି। କୁଆଡେ ଥିଲି ମୁଁ? କଥା ଯାକ ମନେ ପଡିଲେ ବେଳେ ବେଳେ ଆବସେଣ୍ଟ ହେଇଯାଏ ମାଇଣ୍ଡ। କଣ କହୁଥିଲେ? ସରି। ଆତ୍ମିକ ଦୌଡ଼। ୟେସ୍ ସାର୍, ଟପିକ ତ ମନେ ଅଛି ଯେ ଓ ଲାଇନ ପାଖରେ ଯାଇଥିଲି। ଏତେ ଶିକ୍ଷା ଦେଉଛୁ ଆମେ, ଏତେ ଇଏ କରୁଛୁ, ଆମର ପୁରସ୍କାର ସ୍ୱର୍ଗରେ ପ୍ରଭୁ ମିଳିବ ବୋଲି ଆମେ ଆରମ୍ଭ କରିକି ଏବେ କଣ ଲୋକମାନେ ଫୁଲମାଳ ଦେବେ, ସଲ ଗୋଡାଇବେ, ଲୋକମାନଙ୍କ ମଧ୍ୟରେ ଯାଇକି ନୋଟେଡ ହେବି, ଲୋକମାନେ ବେଶୀ ଡାକିବେ। କଣ କଲେ ଡାକୁଛନ୍ତି ଏମାନେ? କୋଉ ପଏଣ୍ଟ କଲେ ଡାକୁଛନ୍ତି ଦେଖିକି। ଆମର କୋର୍ସ ଅଫ ଦିସ୍ ମିନିଷ୍ଟ୍ରି ଅଫ କି ଆତ୍ମିକତା, କୋର୍ସ ଅଫ ସ୍ପିରିଚୁଆଲ ଲାଇଫ ଡାଇଭର୍ଟ ହେଇଯାଉଛି। କଣ କହିଲେ ପାଉଲ ସେଠି ଗଲତୀରେ? କେମିତି କୋଉଠି ବାଧା ପାଇଲ ତମେ? ଏଇ ପ୍ରବର୍ତ୍ତନା, ଭଲ ୱାର୍ଡ କୁହନ୍ତୁ ଓଡିଆରେ, ଚାଳନା। ଚାଳନା ଆକ୍ଚୁଆଲି ତେଲୁଗୁରେ ପ୍ରେରଣା ଆସିବା କଥା। ପ୍ରେରଣା ବି ଠିକ ୱାର୍ଡ ନାହିଁ, କାରଣ ପ୍ରେରଣା ଇଜ ଇନ୍ସପିରେସନ। ଚାଳନା ବୋଲି କହିଲେ ଚଳେ। ଏଇ ଚାଳନା ପ୍ରଭୁଙ୍କ ଆଡରୁ ଆସିନାହିଁ।
ହୁଁ? ଏଇଟା ବେଳେ ବେଳେ ଲୋକମାନଙ୍କ ଯୋଉ ଦର୍ଶନ ମଝିରେ ଚେଞ୍ଜ ଯାଉଛି। ଲକ୍ଷ୍ୟ ଆଗେ ଲକ୍ଷ୍ୟ ସ୍ୱର୍ଗ ଥିଲା, ଏବେ ଜଗତର କିଛି ହାସଲ କରିବି, ଜଗତକୁ ଜିତିବି, ଜଗତକୁ ହାସଲ କରିବି। ବହୁତ ଜଣ ଏଠି ବି ଆନ୍ଧ୍ରରେ ଦେଖିଲେନି, ଆଗେ ଲକ୍ଷ୍ୟ ଅଲଗା ଥିଲା, ଏବେ ଲକ୍ଷ୍ୟ କଣ ଇଣ୍ଡିଆ ପୁରା ଖ୍ରୀଷ୍ଟିଆନ କଣ୍ଟ୍ରି ହେଇଯାଅ, ପ୍ରେ ଫର ଇଣ୍ଡିଆ। ଆତ୍ମା ଲାଭ ବି ଛାଡି ଦେଇଛନ୍ତି ଲାଷ୍ଟ। ଇଣ୍ଡିଆ ପୁରା ଚେଞ୍ଜ ହେଇଯାଉ, ଗଭର୍ଣମେଣ୍ଟ ଚେଞ୍ଜ ହେଇଯାଉ, ଦରଦାମ କମି ଯାଉ, ଭଲ ଚାଷ ହେଉ, ଭଲ ଉନ୍ନତି ହେଉ, ଇଣ୍ଡିଆ ପୁରା ସୁପର ଟପ ରେ ପଳାଉ। ଏଇଟା କି ଏଇ ଲକ୍ଷ୍ୟ ପାଇଁ ପ୍ରଭୁ ଡାକିଛନ୍ତି କି? ପ୍ରେରିତ ମାନେ କୋଉ ଦେଶ ପାଇଁ ପ୍ରାର୍ଥନା କରୁଛନ୍ତି କୁହନ୍ତୁ ତ? ନାଇଁ, ଯୋଉଠି ଥିଲେ ବି ଆତ୍ମା ଲାଭ କଲେ, ମଣ୍ଡଳୀ ସ୍ଥାପନ କଲେ, ଆଉ ମଣ୍ଡଳୀର ସିଦ୍ଧତା ପାଇଁ ଚେଷ୍ଟା କଲେ। ଲୋକ ଜଗତରେ work is our, କହନ୍ତି we have a mission in the world and we have ministry in the church। କେମିତି କହିବାର ଓଡିଆରେ ତ ଡିଫରେଣ୍ଟ କରିହେବନି। ସେ ଜଗତରେ ଗୋଟେ ମିଶନ ଅଛି, ସେଟା ବି ସେବା କାର୍ଯ୍ୟ ବୋଲି କହୁ। ଚର୍ଚ୍ଚରେ ମିନିଷ୍ଟ୍ରି ଅଛି, ଏଟା ବି ସେବା କାର୍ଯ୍ୟ ଅଟେ। ତେଲୁଗୁରେ ବି ଡିଫରେଣ୍ଟ ୱାର୍ଡ ନାହିଁ ଏଟା ପାଇଁ। ମିଶନ ଆଣ୍ଡ ମିନିଷ୍ଟ୍ରି। ମିଶନ ଏକ ଲକ୍ଷ୍ୟ, ଏକ ଉଦ୍ଦେଶ୍ୟ କଣ? ଲୋକମାନଙ୍କୁ ଜିତିବାର। ମିନ୍ସ କଣ? କଣ କହିଲେ ପ୍ରଭୁ ପିତରଙ୍କୁ ମାଛ ଧରିଲା ବେଳେ, ଏଟା କଣ ଧରୁଛ? ମନୁଷ୍ୟ ମାନଙ୍କୁ ଧରାଇବା ଶିଖାଇବି, ଚାଲ। ମନୁଷ୍ୟ ମାନଙ୍କୁ ଆମ ଜାଲରେ ଧରିବାର ଅଛି। ଜାଲ? ହଁ, କି ଜାଲ? ପ୍ରଭୁ କହିଲେ ସ୍ୱର୍ଗ ରାଜ୍ୟ ଏକ ଜାଲ ପରି ଅଟେ। ହଁ, ସ୍ୱର୍ଗ ରାଜ୍ୟ ନାମକ ଜାଲରେ ଧରିବାର ଅଛି ଲୋକମାନଙ୍କୁ ନା ଆମେ। ହଁ, ଉଲ୍ଟା ସିଧା ମାଛ, ସାପ, ବିଛା ବି ପଢିଯାଏ, ପରେ କାଢିଦେବୁ। ଚର୍ଚ୍ଚରେ ବସିଛ, ଚର୍ଚ୍ଚରେ ପଶିଛ, ବାପ୍ତିସ୍ମ ନେଇକି ପଳେଇ ଆସିଲ, ମେମ୍ବରସିପ ନେଇଯାଇଛ ଚର୍ଚ୍ଚରେ ବୋଲି ସମସ୍ତ ମାଛ ନୁହନ୍ତି। ହ୍ୟାଲୋ, ପ୍ରଭୁ ଲାଷ୍ଟରେ ବାଛିବେ, ଛାଣିବେ, ସେଟା ଅଲଗା କଥା। ପ୍ରଭୁ ଆସିକି ଛାଣିବା ପୂର୍ବରୁ ଆମେ ନିଜେ ଛାଣି ହେବାଟା ଭଲ। ତ we have mission in the world to win souls, ଆତ୍ମା ଲାଭ କରିବାର। ଦେଶକୁ ଲାଭ କରିବୁ ନାହିଁ, ଗୋଟେ ସରକାରକୁ ଲାଭ କରିବୁ ନାହିଁ। We will not win a government, we will not win an election, we will not win a battle outside। ୟୁକ୍ରେନର ଯୋଉ ସପକ୍ଷରେ ପ୍ରେୟର କରିବା ନା ରଷିଆ ସପକ୍ଷରେ ପ୍ରେୟର କରିବା ଯୁଦ୍ଧରେ, ଇଟ୍ସ ନଟ୍ ଆୱାର ଡ୍ୟୁଟି। ହଁ, ଗୋଟେ ମଣ୍ଡଳୀ ହିସାବରେ, ଖ୍ରୀଷ୍ଟିଆନ ହିସାବରେ ଦେଶ ପାଇଁ ପ୍ରାର୍ଥନା କରୁ, ଇଣ୍ଡିଆର ସୁରକ୍ଷା ପାଇଁ ପ୍ରାର୍ଥନା କରୁ, ଗଭର୍ଣମେଣ୍ଟ ପାଇଁ ପ୍ରାର୍ଥନା କରୁ, ରାଜା ମାନଙ୍କ ପାଇଁ ପ୍ରାର୍ଥନା କରୁ। ଲେଖା ଅଛି ନାଇଁ କି? ସେ ପଦ ମତେ ଦେଖାଇବେ ଭଲ ଲାଗୁଛି କେତେ ଜଣ ଲେଖା ଅଛି। ଦ୍ୟାଟ ଇଜ ଆवर ଓନ୍ रेस्पॉन्सिबिलिटी, नॉट अवर मिशन। वो ना हमारा एक रिस्पॉन्सिबिलिटी है, हमारी सेवा नहीं है वो। प्रेइंग इज आवर रिस्पॉन्सिबिलिटी। तो मिशन कौन? आत्मा लाभ करिबार को भीतर को, मंडली भीतर को। मंडली भीतर आसला परे शिक्षा देबार ना। बुझिपारे? प्रेरित 2 अध्याय पितर शिष्य माने 120 जन पवित्र आत्मा पाइला परे, से गोटे 2 अध्याय रे 2टा मिनिस्ट्री अच्छी। गोटे है 17 पदरु 37 37 पद पर 36 पद पर्यंत सुसमाचार कहले के पितर यीशुंगर सुसमाचार कहले। आउ 38 रे 38 पदरे जिहुदी मान सुसमाचार शुणिकी से कांदिबा को लागले, अपन हृदय रे विदीर्ण होइकी कांदिबा को लागला। पचारले, भाई माने हमें अबे कौन करिबो, हमठु भूल हो गला, पाप हो गला, हम त्राणकर्ता को हमें आम निज हाथ रे कृषार्पण कर दे मारी देलु। आम भल लोक मानकर किछ उपाय अछि कि? अरे रे 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 केते पाप हो गला, केते भूल कर देलु, हे बापा केते बड़ पाप हो गला हमठु बोली कांदिले।
ତମେ ପିତର 38 ପଦରୁ ସେମାନଙ୍କୁ ଶିକ୍ଷା ଦେଲେ କି ଏଥର ମନ ପରିବର୍ତ୍ତନ କର, ଜଳରେ ବାପ୍ତିଜିତ ହୁଅ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ, ପୃଥକ ହୁଅ, ପ୍ରେରିତ ମାନଙ୍କୁ ଶିକ୍ଷାରେ, ସହଭାଗିତାରେ, ରୋଟି ଭାଙ୍ଗିବାରେ, ପ୍ରାର୍ଥନାରେ ନିବିଶ୍ଚିତ ହୁଅ। ଏଇଟା କାହାରି ପାଇଁ? ଏଇଟା ମଣ୍ଡଳୀ ପାଇଁ ଥିଲା। One chapter with two different messages, one message for Jews and second message for Christians. ଗୋଟେ ଅଧା ଭାଗର ବାକ୍ୟ ପ୍ରଚାର ଅଣଖ୍ରୀଷ୍ଟିଆନ ମାନଙ୍କ ପାଇଁ ଥିଲା। ଜିହୁଦୀ ହେଲେ ବି ଅଣଖ୍ରୀଷ୍ଟିଆନ ସେମାନେ ପ୍ରଭୁଙ୍କ ପାଇଁ ନଥିଲେ, ସେମାନଙ୍କ ପାଇଁ ଗୋଟେ ଶିକ୍ଷା ହେଲା, ସୁସମାଚାର ହେଲା। 38 ପଦରୁ ମଣ୍ଡଳୀ ପାଇଁ ଶିକ୍ଷା। ଟୁ ଡିଫରେଣ୍ଟ ଥିଙ୍ଗ। ଅଣଖ୍ରୀଷ୍ଟିଆନକୁ କଣ କହିବୁ ଆଉ ଖ୍ରୀଷ୍ଟିଆନ ମାନଙ୍କୁ କଣ କହିବୁ ତାହା ଗୋଟେ ନୁହେଁ ତ। So there is a mission in the world and ministry in the church. दोनों सेम नहीं होते, दोनों के लिए सेम वचन नहीं है। Praise the Lord. तो केमिति आमे आरंभ कलु? आत्मारे आरंभ करी शारीरिक भावरे शेष होनु तो देखिबार निजको टिके के जनकर कथा मु सुने, स्पेशली मु जोठी शिक्षा पाइली, ट्रेनिंग पाइली, से मन को विषय कोई था आंध्र रे ही आमे जो ट्रेनिंग पाउथिलु, हमको सिखाई थिबा प्रभुंकर दास कहिबार को गाँ को जाई कि आमे आत्मा लाभ करलु, सेवा करलु। को सहर रे सिनेमा घर, थिएटर, मूवी थिएटर मध्य बंद हो जाइए। आउ लास्ट को सेटा किणी देके चर्च कर देइछन्ते। सिनेमा हॉल गुडी को चर्च हो जाइए हैं। बार, रेस्टोरेंट, मद होटल जाको सब चर्च हो जाइए। शुणी शुणी मो कांदीबार, बाप रे आमे केबे करबो इनते सब सेवा। गोटे सहर को गले गोटे गोटे चर्च घर, सॉरी गोटे सिनेमा घर चर्च घर हो जाओ बोली हैं। एबे कौन एबे फ्रांस देश रे, इंग्लैंड, यूके रे, अन्य देश मानक रे चर्च घर सिनेमा घर हो जाउछ। चर्च टा पुरना चर्च लोक जाऊ नांती, विश्वासी मान नॉर्मल हे गले आ बाइबल ठारे विश्वास करू नांती आउ हैं आ बाकी को विश्वास करू नांती। इमती जुक्ति तर्क बेसी है कि ईश्वर नहांती आका बोलला परिबाटा बेसी हे गला आजकली। ब्लेसिंग हिलिंग बेसी कहउछन्ती, किंतु लोक मन रोग रे मरिबाटा आखिरे देखि के लोक मन हताश हे के ए मिछर वाक्य पर लागुछि। काहे धन एते वर्ष रे परिश्रम करछे, गरीबा का हे कि होछु, एते वर्ष रे करछे, हमर स्त्री मरि गला कि हमर स्वामी मरि गला बोली कांदुछन्ती। याडे लोक गॉड विल हील यू, गॉड विल ब्लेस यू चलछि, किंतु लोक मनकर लाइफ तार टोटली नेगेटिव थिबारु लोक मन के कोन लागिला ए वक्ता माने खाली हमठु पैसा खाउछन्ती, किंतु ए वाक्य तो कि सफल हेउ नै। तेणु कर ना बाइबल बेकारटा पर लागुछि बोल लोक माने धीरे धीरे विश्वास हराइले आउ धर्मच्युत हेले। धर्मच्युत माने कोन? विश्वास को छाड़ी की बैक चर्च रो नंबर ये मेंबरशिप टा कमी जाउछि। लोक माने धीरे धीरे कमी जाउछन्ती आ पास्टर माने बहुत बुढ़ा पास्टर माने रोज जहा होछन्ती से माने भी पारु नांती आगो बळी नुआ रे सेबार जाई जिबा लोक माने नाहांती पिला माने। तो धीरे धीरे चर्च बंद। तो चर्च जब बंद हो जाउछि कोन करबे? प्रॉपर्टी बिकी देबा पड़िबो। रेस्टोरेंट वाला, मद दुकान वाला, डिस्को वाला, पब वाला, सिनेमा वाला किणिकी एबे सिनेमा घर चलाउ। चर्च सब सिनेमा घर हो जाए, चर्च सब मद दुकान हो जाउछि, चर्च सब डिस्को पब हो जाए, नाइट कल्चर। कोठी आरंभ होइथिला हैं? सिनेमा घर चर्च हेबार आरंभ हैला, पूरा रिवर्स होछि एबे। आगे गाँ गाँ जाई कि सेवा करिबार साक्ष्य थिला, और आज आमे अमेरिका गलु, आमे ऑस्ट्रेलिया गलु बोल साक्ष्य कहउछन्ती। फॉरेन ट्रिप साक्ष्य हे गला हमर भक्त मानकर, दास मानकर हैं। आज साक्ष्य कोन? गाड़ी गोटे प्रभु जगाइले, एटा साक्ष्य। आज साक्ष्य कोन? हमको देश रे डाकी छन्ती। जाओ जे, why do you think that
that is a great blessing. सेवा तो सरी नहीं ना ना इंडिया पूरा परिवर्तन हो गला जे आओ इंडिया पूरा परिवर्तन करदेली आम विदेश जीवी टिके प्रभु सुजोग देखुन जाए आसबार वाक्य प्रचार करके आसब ना गोटे आत्मा लाभ करके आसबे एतकी मोट पैसा धरिकी आसबे आगे क्या लाभ कर रहा था अभी क्या लाभ करुछ जे हाँ? Once upon a time we used to win souls. Now we are winning hearts, winning people's appreciation. आगे आत्मा लाभ करूँ आज प्रशंसा लाभ कर प्रेजिंग लाभ कर फूलमाड़ लाभ कर सॉल गुड़ा लाभ कर लोक मैंने आम आम आमको प्रेज करवाटा लाभ कर लोक मान फैन हो जाइछु अट्रैक्शन हो गला आमर आम व्यूज लाभ कर सब्सक्रिप्शन लाभ कर आत्मा लाभ कड़े गला गोटे आत्मा भी जीव कि स्वर्ग को निजे जीव कि गाड़ी लाभ कलु घर लाभ कलु स्वास्थ्य लाभ कलु आत्मा कड़े जाऊँ के केयर करलु कि नहीं के चिंता कलु ना नहीं कड़े जाऊँ आम लाइफ टिके कंफर्टेबल हो गला बोली डोंट थिंक दैट यू आर स्पिरिचुअली ओके जीवन आर्थिक भाव टिके बल पाई आग बेसी खटुले आज्ञा पैसा पत्र अभाव थिला अभी प्रभु दया सब कुछ ठीक ठाक ठीक प्रभु को दया फाइनेंशियली ठीक ठाक थी मात्र के स्पिरिचुअली ठीक ठाक अच्छे बोली कनेक्ट करो नहीं से ट्रैक अलग ये ट्रैक अलग दुईटा मिस कर जेहेतु आम घर द्वार बनाई सारे तेणुक प्रभु आत्मिक भाव में भल अच्छे बोले केवे भाबार नहीं जेहेतु भल गाड़ी गोटे किणी देछु तेणु प्रभु द्वारा भल अच्छे केवे भाबार नहीं लोक भीड़ बेसी हो गला बोले देखिकी भल अच्छे केवे भाबार नहीं वो क्वालिटी लोक मान को इकट्ठा कर देलो जे सेटा भी देखिबार ना आज्ञा मते मधुआ माने प्रेम न करले भी चलिबो मधुआ माने घृणा करते इट्स नेचुरल बेबिचारी माने मते जे राजवाल के कहंतु के चलिबो इट्स ओके है सांसारिक लोक माने शारीरिक लोक माने धन लालस थिबा लोक माने मते भल न पाइले भी चलिबो किंतु आत्मिक लोक माने घृणा न करंतु एटा लक्ष्य थिबार स्पिरिचुअल पीपल शुड नॉट अवॉइड मी आत्मिक लोक मानकर घृणार पात्र न हेबार अछि साधु मानकर घृणार पात्र न हेबार अछि गॉड्स पीपल एटा चिंता आपनकर फ्रेंड सर्कल प्रभु को लोक हुंतु आपनकर सहभागिता आपनकर कनेक्शन आपनकर रिलेशनशिप फैमिली रे भी आपनकर संपर्क आपनकर सर्किल स्पिरिचुअल लोक हुंतु सांसारिक लोक भर्ती थिबे की दरकार डोंट गेट अट्रैक्टेड टू सच पीपल those who are not in God आगे केमिति थिला हमर सहभागिता एबे केमिति अछि हमर संपर्क हमर सहभागिता हमर अमानकर रिलेशनशिप अमानकर फ्रेंड सर्किल आगे कुआडे जाउथुलु बाट करके एबे कुआडे जाउछु आगो प्रार्थना केमिति थिला एबे कोट पे प्रार्थना करि पकोछु मझरे कुआडे बाधा आसी नहीं तो मझरे तुमरो चालना नहीं आगे एमती थी प्रभु एमती देखा मत एमती बाटे भी भल बोली प्रभु देखा प्रभु देखा ना जेटा हल कहले एटा तुम मान आह्वानकारी ठारू ए प्रवर्तन आसी ए चालना मिलने एटा डोंट एज्यूम दैट दिस इज गॉड्स लीडिंग मत मिलना लीडिंग गोटे मिलना लीडिंग गोटे मिलना सबू चालना प्रभु को आडरू नुहे आगे चेक इट टेस्ट कर सब
ଆଜି ସାଇବର କ୍ରାଇମ ବେଶୀ ହେଇଯାଉଛି କଣ ଡିଜିଟାଲ ଆରେଷ୍ଟ ପୁଣି କୋଉ ଗୋଟେ ଲିଙ୍କ ଦବାଇ ଦେବେ ସେଟା ଓପେନ କରିକି ଆପଣଙ୍କୁ ସେପଟରୁ ଭିଡିଓ କଲ୍ ଆସିବ ଭିଡିଓ ବନ୍ଦ କରିଦେଲେ ତମକୁ ମାରିଦେବି ନହେଲେ ତମକୁ ଆରେଷ୍ଟ କରିଦେବି ପୋଲିସ ମାନେ ବାହାରେ ଠିଆ ହେଇଛନ୍ତି ବୋଲିଲା ବେଳକୁ ଡରିଯିବ 24 ଘଣ୍ଟା ଭିଡିଓ କଲ୍ ଅନ ରେ ଥିବାର ଅଛି ତୁମର ମୁଭମେଣ୍ଟ ସବୁ ଦେଖିବେ ତୁମକୁ କହିବେ ବ୍ୟାଙ୍କ କୁ ଯାଅ ଏତିକି ପଇସା ଉଠାଅ କୋଟା ପାଇଁ କଣ ପଚାରିବେ ସେମାନେ କହ ତୁମକୁ ଦରକାର କିଛି କହିବିନି ବୋଲି କହ ଡିଜିଟାଲ ଆରେଷ୍ଟ କରିକି ଲୁଟୁଛନ୍ତି ପୁଣି ଆଜ୍ଞା ସବୁ ମେସେଜ 15,000 ତୁମର ଆକାଉଣ୍ଟ ରେ ପଡିବ ତୁମର ଆକାଉଣ୍ଟ ନମ୍ବର ଏଇଟା ତ ବୋଲି କୋଉ ଗୋଟେ ନମ୍ବର ପଠାଇବେ ତମେ ନାଇଁ ଏଇଟା ମୋର ନମ୍ବର ନାହିଁ ଆଜ୍ଞା 15,000 ପଡିବ ତ ଏଇଟା ମୋର ନମ୍ବର ନାହିଁ ମୋର ନମ୍ବର ତୁମକୁ ପଠାଉଛି ବୋଲି ଲିଙ୍କ ଦବାଇଲେ ତୁମ ନମ୍ବର ଯଦି ଏଇଟା ତୁମ ନମ୍ବର ନୁହେଁ ତ ଲିଙ୍କ ଦବାଇକି ତୁମ ନମ୍ବର ଆଡ କରନ୍ତୁ ବୋଲ ଲୋକ ସତୁଲ ଭାବିକି ନମ୍ବର ସେ ଲିଙ୍କ କ୍ଲିକ କରିଦେଇକି ଆଧାର କାର୍ଡ ପ୍ୟାନ କାର୍ଡ ଆକାଉଣ୍ଟ ନମ୍ବର ଦେଇ ଦଉଛନ୍ତି ସତରେ ଭାବିକି ଏ 15,000 ପଳେଇ ଆସିବ ଆକାଉଣ୍ଟକୁ ବୋଲି ତମର ନଥିବାଟା ତମକୁ କାହିଁକି ଏତେ ଲୋଭ ତ ପରେ ଜାଣୁଛନ୍ତି କି ଏଇ ମେସେଜ ଟ୍ରଷ୍ଟେଡ ସୋର୍ସ ରୁ ଆସି ନାହିଁ ବ୍ୟାଙ୍କର ନା ଥିବ ଆପଣ ଦେଖୁଛନ୍ତି ଆମର ଗ୍ରୁପରେ SBI ରିୱାର୍ଡସ ସେ ଯାହାର ଫୋନ ନମ୍ବର ସେଟା ହ୍ୱାଟ୍ସଆପ ନମ୍ବର ତାହାର ଡିପି ବି SBI ହେଇଯାଇଛି କଣ ଡିପି ମଧ୍ୟ SBI ଦେଖାଇବାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେଖାଇବାର ଆମକୁ କଣ ଲାଗିବ ଜେନୁଇନ ହେଇଥିବ ଲାଗିବ ଡିପି ବି ଗୋଟେ ଇଏରେ ଅଛି ତ SBI ହିଁ ଆମକୁ କେ ଜାନେ ପଠାଇଛି ଏଇଟା ଲିଙ୍କ ବୋଲି ଭାବିକି ଆମେ ବ୍ୟାଙ୍କରେ ଗଲା ବେଳକୁ ଆମେ ପଠେଇନୁ ଏଇଟା ଆମେ କାହିଁକି ପଠେଇବୁ ତମର ପଇସା ଯାହା ନୁହେଁ ତମକୁ ମିଳିଛି ବୋଲି କାହିଁକି କହିବୁ ଆମେ ତ କଣ ଜଣା ପଡୁଛି ଏଇ ପ୍ରବର୍ତ୍ତନା ଏଇ ଚାଳନା ଟ୍ରଷ୍ଟେଡ ସୋର୍ସ ରୁ ଆସି ନାହିଁ ଟ୍ରଷ୍ଟେଡ ସୋର୍ସ ମାନେ କଣ विश्वसनीय व्यक्ति ठारो आसीनी एटा भरोसेमंद व्यक्ति के पास से नहीं आया ये कहीं से फ्रॉड से आया है फ्रॉड भाववाणी फ्रॉड दर्शन फ्रॉड चलन आसुनी तो टिके देखो तो को आत्मा रे चालित हो जाउछंती कि आत्मा रे आरंभ करी कि माने आत्मिक कर्म रे आत्मिक लक्ष्य रे आरंभ करी बा लोक माने शेष मध्य आत्मिक कर्म आत्मिक लक्ष्य रे शेष करिवार अछि ताहा हेले ही सिद्ध हेबु तो गलती मंडलीर अवस्था कौन आत्मा आरंभ कले मझे कौन बाधा आसला किए से प्रवर्ताइला जनानी किए से बुलाई देला जनानी से केतबेल डाइवर्ट हो गले जनानी आ से शारीरिक भाव में सुस्थता स्वास्थ्य गाड़ी बंगला धन संपद सब वाक्य खाली फिजिकल ब्लेसिंग सब आशीर्वाद वाक्य खाली फिजिकल आशीर्वाद फिजिकल स्वास्थ्य रिचेस प्रॉस्पेरिटी धन संपत्ति नेम फेम स्वास्थ्य शरीर को सुस्थ करिकी शरीर को भल कपड़ा देकी शरीर को तुम घर गोटे भलटा देकी शरीर को गाड़ी देकी आत्मा को किंतु स्वर्ग ने भी भावुछंत कहतु तो टिके सब शरीर पर लाभ करिकी आत्मा पर कौन लाभ करिसंती माने शरीर भल थिला आत्मा स्वर्ग जीव कि पुण्य कर्म दैट इज नॉट स्पिरिचुअल लाइफ ब्रदर आत्मिकता माने सेटा नुहे जने प्रभु को दास कहउथिले ओ 3-4 दिन चिंता करली से कथाटा दानियल विषय रे सिंह गर्त रे दानियल डैनियल इन लायंस डेन भोकिला सिंह थिले से माने एते भोकिला थिले कि दानियल शत्रु मान को जतले पकाई देथिले गर्त भितरे से तळ तळे न पडुनु ए सिंह माने जंप करिकि से मन को पाटी रे कामडी कि चिरी चिरी खाई हाड़ मध्य चबाई देले पड़े अल्प समय भितर एते भोकिला थिले तो दानियल को कौन पाई खाइले नहीं अवश्य प्रभुंकर पावर थिला कि कौन कौन थिला सेटा सेकेंडरी सेटा पछ कथा प्रथम कथा व्हाट वाज स्पेशलिटी इन डैनियल
ଏ ସିଂହ ମାନେ ଭୋକ ଲାଗୁଛି, ଲୋକ ଜଣେ ଆସିଛି ଦେଖିଲେ ସେମାନେ, ଭୋକ ଆସିଲା ରେ ଖାଇବା, ପାଖକୁ ଯାଉଛନ୍ତି, ପଛ ପଳାଉଛନ୍ତି। ଆଉ ଗୋଟେ ସିଂହ ଆସିଛି, ଶୁଙ୍ଗୁଛି, କି ବିଚିତ୍ର ମନୁଷ୍ୟ, ପଳାଉଛି ପଛ। କଣ? ଦାନିଏଲ ଠାରେ ମାଂସର ସ୍ମେଲ ଆସି ନଥିଲା ପରି। ଦାନିଏଲ କଣ ଖାଉଥିଲେ? ଶାକ, ମିରସିଙ୍ଗା ପତ୍ର, ଧନିଆ ପତ୍ର, ଭାଜି ଶାଗ। ସିଂହ ମାନେ, ଇରେ ବାପରେ, ତାର ଅର୍ଥ କଣ? ମାନେ ଦାନିଏଲ ବିଲକୁଲ ଶାରୀରିକ ନଥିଲେ, ପୁରା ଆତ୍ମିକ ଥିଲେ। ଆତ୍ମା ଠାରେ ଶରୀର ସ୍ମେଲ ଆସେ ନାହିଁ। ଦ୍ୟାଟ ଇଜ ସ୍ପିରିଚୁଆଲ ଲାଇଫ। ଆତ୍ମିକତା ମାନେ କଣ? ମାନେ ଶରୀରର କାମନା, ଶରୀରର ବାଞ୍ଛା, ଶରୀରର ସୁଖ, ମାଂସମୟ ବୁଦ୍ଧି ହିଁ ନଥାଏ ପୁଣି ଆକ୍ଚୁଆଲି। So what does it mean by being vegetarian? Being vegetarian means being spiritual. ଦାନିଏଲଙ୍କର ସେ ଷ୍ଟୋରିରେ ଗୋଟେ ଭାବରେ ଆମେ ନେବା କଥା। ସତରେ ଇଏ ଖାଉଥିଲେ ବୋଲି ସିଂହ ଖାଇନାହାନ୍ତି ସେଟା ନୁହେଁ, ଲିଟରାଲି ନିଅନ୍ତୁ ନାହିଁ, ସ୍ପିରିଚୁଆଲ ସେନ୍ସରେ ବୁଝିକି ଦେଖନ୍ତୁ ତ। ଓ ମାଇ ଗଡ୍, ସେଇଟା ମୁଁ ଶୁଣିଲା ପରେ ସେ ପ୍ରଭୁ ଦାସଙ୍କ ଠାରୁ ବ୍ୟସ୍ତ ହେଇଗଲି 3-4 ଦିନ। ଏମିତି ହେଇପାରିବି କି ପ୍ରଭୁ? such a spiritual life with no smell of flesh. ଏପରି ଆତ୍ମିକତା କି ଶାରୀରିକ ମନୋଭାବର ବାସନା ନ ଆସୁ ଶୈତାନକୁ। ଆକୁ ଲୋଭରେ ପକାଇକି, ଆକୁ ବ୍ୟଭିଚାରରେ ପକାଇକି, ଆକୁ ଆକର୍ଷଣରେ ପକାଇକି, ତାକୁ ଟିକେ ପରୀକ୍ଷା କରିବ ବୋଲି ଭୂତ ମାନେ ଯେତେବେଳେ ପାଖକୁ ଆସିବେ, ଆମ ଠାରେ କୌଣସି ଶାରୀରିକତା, ମାଂସର ଲୋଭ, ମାନେ ଶରୀରର କର୍ମ, ଶାରୀରିକ କାମନା ଯାକ ସ୍ମେଲ ବି ନ ଆସୁ ତାକୁ, କି ଶୈତାନ କହିବ ନା ଆକୁ ପକାଇବାଟା କଷ୍ଟ, ଚାଲରେ ପଳେଇବା। ଶୈତାନ ପାଖକୁ ଆସିଲେ ବି ଭାବିବାର ଅଛି ही इज नॉट फिट फॉर अस, ये हमारे लिए काम नहीं चलेगा, इससे काम नहीं होगा, चलो पळाଇବା। ଆଉ ଆତ୍ମିକତା ମାନେ ସେଇଟା କି ଆମେ ଶରୀରରେ ଥିଲେ ବି, ଜଗତରେ ଥିଲେ ବି, ନା ଶାରୀରିକତା ଥାଉ ନା ସାଂସାରିକତା ଥାଉ, ଆମ ଠାରେ ଆତ୍ମାରେ ଆରମ୍ଭ କରି ଆଜି ଶରୀରକୁ ସୁଖ ଦେଇକି କଣ ଲାଭ କରୁଛୁ ଆମେ? ସ୍ୱର୍ଗ ସୁସମାଚାର କୋଉଟା ଶୁଣିଲୁ? ସ୍ୱର୍ଗ ରାଜ୍ୟ ପ୍ରସ୍ତୁତ ହେବା ବୋଲେ ଆରମ୍ଭ କରିକି ଆଜି ଦୁନିଆ, ଦେଶ, ଗାଁ ପାଇଁ ପ୍ରାର୍ଥନା ଚାଲିଛି। ଆମେ ଆତ୍ମା ଲାଭ କଲେ ମଧ୍ୟ ସେମାନଙ୍କୁ ସୁସ୍ଥ କରିବା ପାଇଁ ନୁହେଁ, ସ୍ୱର୍ଗକୁ ନେବା ପାଇଁ ଅଟେ। ଆଜି ସୁସ୍ଥ କଲେ ବି କାଲି ଆଉ ଗୋଟେ ରୋଗ ଆସିପାରେ, କି କାଲି ମରି ବି ପାରନ୍ତି। କଣ ଲକ୍ଷ୍ୟ କଣ? हाउ नॉट टू डाई, बस कैसे जीना है वो बाद में सोचेंगे, कैसे नहीं मरना ये पहले होना चाहिए। हाउ नॉट टू डाई, केमिति शेष न हेउ हमर जीवन, हमर शेष अवस्था विवेचना करिबा। एग्जांपल कहंतु, भलरे आरंभ करथिले बेचारा केते लोक टाइम केते, किंतु कोठी शेष हैला मिजरी, दुर्भाग्यपूर्ण है कि शेष। नंबर 1 एडम, आदम। वाव, केमिति आरंभ? आदमଙ୍କର आरंभ କଥା କହିଲେ ଆଜି ପର୍ଯ୍ୟନ୍ତ ସେମିତି ମଣିଷ ନାହାନ୍ତି ଜଗତରେ। ଆଜ୍ଞା, ଯୀଶୁଙ୍କ ସହିତ ତୁଳନା କରିବା କଥା ନୁହେଁ ଆଦମକୁ, ତଥାପି ଯଦି ତୁଳନା କରିବା ତ ଜନ୍ମ ବିଷୟରେ ଆଦମ ୱାଜ ଗ୍ରେଟ୍। ଯୀଶୁ ହେଲେ ଛୁଆ ହେଇକି ଜନ୍ମ ହେଇଥିଲେ, କିନ୍ତୁ ଆଦମ ଛୁଆ ହେଇକି ଜନ୍ମ ହେଇନଥିଲେ ନା।
ଯୀଶୁ ହେଲେ ମାତାଙ୍କ ଗର୍ଭରୁ ଜନ୍ମ ହେଲେ, କିନ୍ତୁ ମାତାଙ୍କ ଗର୍ଭରୁ ଜନ୍ମ ହେଇନଥିଲେ। ଯୀଶୁଙ୍କ ହେଲେ ନାଭି ଥିବ, କିନ୍ତୁ ଆଦାମଙ୍କର ନଥିବ। ତ ସଚ୍ ଏ ଗ୍ରେଟ୍ ବିଗିନିଂ କି ନାଇଁ? ସେ ବଡ ବୟସ୍କ ପୁରୁଷ ହେଇକି ପ୍ରଭୁ ତାଙ୍କୁ ବନାଇଲେ, ମାନେ ଏଡଲ୍ଟ ବିଇଂ। ମେଣ୍ଟାଲି ସେ ଏଡଲ୍ଟ ନଥିଲେ, ଏଜ୍ 0 ହିଁ ଥିଲା, କିନ୍ତୁ ପ୍ରଭୁ ପୂର୍ଣ୍ଣ ପୁରୁଷ କରିକି ବନାଇଲେ। ତାପରେ ଅବା ଗର୍ଭ ଧାରଣ କଲା ପରେ ଛୁଆ ହେଇକି କଇନ୍ ଜନ୍ମ ହେଲା, ପଛ କଥା ଯେଟା। The beginning of Adam was really glorious, unique, ଅସାଧାରଣ। ଆଉ କେହି ନାହାନ୍ତି ସେପରି। ଆକ୍ଚୁଆଲି ହେବେ ବି ନାହିଁ, ଆଉ impossible. What a glorious beginning and what a horrible ending भैया। ବୁଢା ହେଇକି, ହାଁ, ମୁହଁ ଶୁଖିକି, ବୁଢା ହେଇକି, କ୍ଷୟ ହେଇକି, ଅଣ୍ଟା ନଇକି ମଲେ। ଭଲରେ ତ ଦୌଡୁଥିଲ, କିଏ ତୁମକୁ ବାଧା ଦେଲା? ଶୈତାନ। ଫଳ ଖାଇକି ତୁମେ ଈଶ୍ୱର ପରି ହେଇଯିବ। ତୁମ ପରେ ଈଶ୍ୱର ପରି ଥିଲ ଆଗରୁ, ତୁମେ କଣ ଏକ୍ସଟ୍ରା ଈଶ୍ୱର ହେଇଥାନ୍ତ ଯେ? ହଁ କି ନାଇଁ? ବହୁତ ଥର କହିଲି ଆପଣଙ୍କୁ, ଶୈତାନ କହିଲା ତୁମେ ଫଳ ଖାଇଲେ ଦେବଗଣ ପରି ହେଇଯିବ, ଦେବଗଣଙ୍କ ପରି ବୁଦ୍ଧି ଜ୍ଞାନ ମିଳିଯିବ, ଅର୍ଥାତ୍ ଈଶ୍ୱର ପରି ହେଇଯିବ, ଈଶ୍ୱରଙ୍କର ସମାନ ତୁଲ୍ୟ ହେଇଯିବ ବୋଲି ଶିକ୍ଷା ଦେଲା। ତ ଆମେ ଦେଖୁଥିଲୁ କି ପରମେଶ୍ୱର ଆଦମକୁ ନିଜର ରୂପରେ, ନିଜର ପରି, ନିଜର ସଦୃଶ୍ୟ ତ ବନାଇଥିଲେ ଆଗରୁ। ତ ଫଳ ଖାଇକି କଣ ଏକ୍ସଟ୍ରା ପରମେଶ୍ୱର ଈଶ୍ୱର ହେଇଯାଇଥାନ୍ତା? ସେ କମନ ସେନ୍ସ ରହିଲା ନାହିଁ। ଅଲରେଡି ତ ସେବକ ପ୍ରଭୁ ଡାକିଛନ୍ତି ନା, ରେଭରେଣ୍ଡ ବି ହେବାର ଅଛି, ଡକ୍ଟର ବି ହେବାର ଅଛି, ବିଶପ ବି ହେବାର ଅଛି। ଦାସ ହେଇକି ଆମେ ତିଆର ହେଲୁ, କଣ ଏକ୍ସଟ୍ରା ହେବୁ? ନାଇଁ, God's children, the greatest title for us is God's, ଆମେ ପ୍ରଭୁଙ୍କର ସନ୍ତାନ। Greatest title is man of God. Praise the Lord. ଈଶ୍ୱରଙ୍କର ଦାସ ହେବାଟା ହିଁ ଗୋଟେ ଉଚ୍ଚ ସମ୍ଭ୍ରାନ୍ତ ପଦ। ପୁଣି ଆଜ୍ଞା କାଇଁ ଏ ହେବ୍ରୀ 5:4 ଆଉ କେହି ଏ ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରଣ ଯେପରି ଆହୁତ, ସେପରି ଈଶ୍ୱରଙ୍କ କର୍ତ୍ତୃକ ଆହୁତ ହେବା ଆବଶ୍ୟକ। ୱାଓ। ସେବା କାର୍ଯ୍ୟର ଆହ୍ୱାନ ଆଉ ଯାଜକୀୟ ପଦ ବିଷୟରେ ପରମେଶ୍ୱର କହୁଛନ୍ତି କି ଏହି ସମ୍ଭ୍ରାନ୍ତ ପଦ। ୱାଓ। ଈଶ୍ୱରଙ୍କର ଗୋଟେ ଯାଜକ ହେବା, ସେବକ ହେବା, ହ୍ୱାଟ ଇଜ ଦ୍ୟାଟ? ଆ ଗ୍ଲୋରିୟସ୍ ପୋଜିସନ, ପୁଣି ସମ୍ଭ୍ରାନ୍ତ, ଅନରେବଲ, ଗ୍ଲୋରିୟସ୍ ପୋଜିସନ, ପୁଣି ଟୁ ବି ଅ ମ୍ୟାନ ଅଫ ଗଡ। ଆମକୁ ପଛରେ ପ୍ରେରିତ ହୋ, ପାଷ୍ଟର, ପ୍ରଫେଟ, এটা ଦରକାର ନାହିଁ। ବିକଜ वी आर द सर्वेंट ऑफ गॉड, सर्वेंट। ଯୀହୋଶୁଆଙ୍କୁ କଣ ନା ଥିଲା? 33 ଯାତ୍ରା ପୁସ୍ତକ 33:11, 33:11। ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୂଷାଙ୍କ ସହିତ ଆଳାପ କଲେ। ଏ ଉତ୍ତାରେ ମୂଷା ଛାଉଣିକି ବାହୁଡ଼ି ଆସିଲେ, ମାତ୍ର ନୁନର ପୁତ୍ର ଯିହୋଶିୟ ନାମକ ତାଙ୍କର ଯୁବା ପରିଚାରକ ତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ। ବାସ୍,
ଜିହୋଶୋ ନାମକ ମଶାଙ୍କର ପରିଚାରକ। ହ୍ୱାଟ ଇଜ ପରିଚାରକ? ସେବକ। ଈଶ୍ୱରଙ୍କର ସେବକ ନାହିଁ, ମଶାଙ୍କର ସେବକ। ହୁଁ ନାଇଁ କି? ଲୁଆ ହିନ୍ଦୀରେ ବିଚିତ୍ର ଅଛି। ଓକେ, ହିଜ ସର୍ଭେଣ୍ଟ ଯଶୁଆ। ସର୍ଭେଣ୍ଟ କାମ ବାଲା, ଚାକର ବୋଲି କହିଲେ ଭଲ ଠିକ ଥିବ ବୋଧେ। नौकर मूसा का नौकर था, बैग फैग पकड़ने वाला। कौन टाइटल यहोशूआ? सर्वेंट ऑफ मोसेस। देन व्हाट? लीडर ऑफ इजराइल। हाँ, इजराइल मत एबे पाम्पलेट लिखि दियंती मते भी मो डॉक्टरेट सर्टिफाइड होटे, रेवरेंड सर्टिफाइड होटे। भाववादीଙ୍କର सेवा କାର୍ଯ୍ୟରେ ଅଛି। କୋଉଠି को कार यूट्यूब रे प्रॉफिट राजडन बोल देलार मु टिके रिक्वेस्ट गाली करिने रिक्वेस्ट कली भाई प्रॉफिट टा काढी दे भाई अच्छे कौन कहले प्रेरित माने पाउलो लिखिले कोन भाई माने मु लिखले भाई माने प्रेरित पाउलोंकर पत्रिका सब देखो भाई माने अर्थात सेवक मानकू को नाम रे से कहउछन्ती भाई माने आ मंडली, भाई माने आ मंडली। हाँ, भाई माने ब्रेथरेन, वी आर ब्रदर्स एंड सिस्टर्स इन क्राइस्ट। कोठी आरंभ कलो गौरवर ईश्वरंकर तुल्य ईश्वरंकर पुत्र हेकी बाहर थिबा आदम ईश्वरंको ठार विमुख हेकी मरिबाकू पड़िला। जहा मझरे जो चालना मिलला सेटा प्रभु कोटा नुहे। नंबर 2 नोह केड़े भलो भलो मेसेज देउ आमे मनोहंग विषय आज्ञाबह हेले, विश्वस्त हेले, विश्वास कले, जहाज बनाइले, परिवार को रक्षा कले, धार्मिक थिले, ये थिले से थिले एटसेट्रा एटसेट्रा। आ जहाज रो बाहरला परे मद पी दे कि ड्रेस न थाई कि पड़िले। अरे ये क्या हुआ? अभी विपद टली गला परे, समस्या टली गला परे, रोग सुस्थ हैला परे एते गर्व कहीं आसे आसिला? मद पी देकी ड्रेस भी खोल देकी सोई पड़लो जे एते आराम लगुच से कार घर समस्या जाऊनी कहीं माने आम समस्या विहीन थे कथा मानबुनि प्रभुंकर। मत मोर जो रोग अच्छी मोर रोगर सुस्थता मु प्राय के मागिनी प्रभु को सुस्थता कंप्लीट हिलिंग ना कुछ व्यथा हेले एबे प्रभु टिके दया कर दया कर दया कर दया कर बोले होथिबी हैं बस से मोमेंट रे टिके अनुग्रह करले घर जाए केते पड़बिले भी चलियो। मते बाहर थिले जा मते हुए प्रॉब्लम एते कांदी प्रार्थना कर प्रभु दया करो क्षमा करो क्षमा करो दया करो क्षमा करो पूरा सुस्थ हेबी बोर केते जण कहउथिले गॉड इज गोइंग टू हील योर ब्रदर राजीव शुगर नथिबो देखो 500 थिला मु जाननी काई जीव शुगर काई छाड़िबो जानछि काई माने प्रभु देखाले थरे मते बहुत वर्ष पूर्व आस्थमा थिला बहुत श्वासर प्रॉब्लम रे थिली सेतल प्रार्थना करथिली टिके सुस्थ होई थांदे छोट बेल्ट अछि विश्वास करिबे नै मु बसिके निश्वास देउछि मो सामने रे पिता पुत्र पवित्र आत्मा 3 जण आसिक ठिया हेले जेमते अब्राहम को 3टी मनुष्य पर देखा गले मते चिन देखा गले फेस देखु नथिली कवर थिला आ कहले व्यस्त हो नै सुस्थ हेबो नै व्यस्त हेबो नै बोले तापर सखाले उठिके सखाले मु पास्टर मां को पास्टर को कहले प्रभु सुस्थ हेबो नै बोल कहले आपण माने व्यस्त होंत नै बोले तो से बेल आज जे प्रार्थना कोन माने पूरा सुस्थ हेबा दरकार नै बळो टिके दियो साहस दियो पेशेंस दियो
ବଳ ସହି ଯିବାର ଶକ୍ତି ଟିକେ ଦିଅ। କାହିଁକି ୱାନ୍ ଆଣ୍ଡ ଓନ୍ଲି ଏଇଟା ନଥିଲେ କଥା ମାନିବେନି ପ୍ରଭୁଙ୍କର। ଏ ଗୋଟେ ସମସ୍ୟା, ଏ ଗୋଟେ କଣ୍ଟା, ଏ ଗୋଟେ ବାଧା, ଏ ଗୋଟେ ବ୍ୟଥା ନଥିଲେ ପ୍ରଭୁଙ୍କର କଥା ମାନିବାର ସିଚୁଏସନ ନଥିବ ଆଜ୍ଞା। ହାତ ଗୋଡ଼ ଲମ୍ବାଇକି ଆରାମରେ ଦୁନିଆର ପାପ କରି ପକାଇବ, ବୁଝିଲେ କି? ଆତ୍ମିକ ଲୋକମାନଙ୍କ ଜୀବନରେ ମୁଁ କହୁଥିଲି ଆପଣଙ୍କୁ, କୌଣସି ନା କୌଣସି ଅଭାବ ଗୋଟେ ରହିଯାଏ, ତ ସେଥିରୁ ମୁକ୍ତ କର ବୋଲି ମାଗନି କେବେ। ପ୍ରଭୁ ଜାଣିଛନ୍ତି, ପ୍ରଭୁଙ୍କର ଇଚ୍ଛା ଥିଲେ କାଢିଦେବେ। ସେଟା କଣ ହେଇଥିବ ଆମେ ଜାଣିନୁ, କହିପାରିବେନି। ସମସ୍ୟାଟା ରୋଗ ହେଇପାରେ, ସମସ୍ୟା ହେଇପାରେ, ଅଭାବ ହେଇପାରେ, କଣ ଗୋଟେ ଉଣା ଥିବ ଲାଇଫରେ, କି କଣ ଫାଇନାନ୍ସିଆଲି ହେଇପାରେ, ଫିଜିକାଲି ହେଇପାରେ, ମେଣ୍ଟାଲି ହେଇପାରେ, କଣ ଗୋଟେ ହେଇପାରେ କହିପାରିବି ନାହିଁ। କଣ ଗୋଟେ ଥିବ ନିଶ୍ଚୟ, ଯେଉଁଟାକି ପ୍ରଭୁ ଭାବନ୍ତି ଏଇଟା ଗୋଟେ ନଥିଲେ ଶୁଣିବନି କଥା ମୋର। ସେଟା ଗୋଟେ ଧରିକି ଚିପୁଡୁଥିବେ ଆମକୁ, ପ୍ରଭୁ ଦୟା କରାଉଥିବୁ। ସରି ସରି ସରି, କୋଉଟା ଗୋଟେ ଭୁଲ କରୁଥିବୁ, ଗୋଟେ ଭୁଲ କଥା ଗୋଟେ କହୁଥିବୁ, ଗୋଟେ ଭୁଲ ଜିନିଷ ଗୋଟେ ଦେଖୁଥିବୁ, ଏମିତି ଗୋଟେ ମାରିବେ ସେଇ ସମାନ ଯୋଉଠି ଧରିକି ଆମକୁ ଚିପୁଡ କଥା ସେଠି ଚିପୁଡି ପକଉଥିବେ, ଆମେ ସିଧା ହେଇଯାଉଥିବୁ। କିଏ ଜାଣିନାହାନ୍ତି, ବାସ୍ ଆମେ ଜାଣିଛୁ, ପ୍ରଭୁ ଜାଣିଛୁ। ସେମିତି ଥିବ ଲାଇଫରେ, ସମସ୍ତ ଆତ୍ମିକ ଲୋକମାନଙ୍କ ଲାଇଫରେ। ତେଣୁ ଭାବନ୍ତୁନି ପ୍ରାର୍ଥନା କରିବା ଏ ସମସ୍ୟା ଟଳିଯିବ, ସମସ୍ୟା ଟଳିବ। ଆଉ କେତେ ସମସ୍ୟା ଟଳିବ ନାହିଁ, ରହିବ। ବହୁତ ଗୁଡେ ବାକ୍ୟ ଦେଖାଇଥିଲା ଆପଣଙ୍କୁ, କନଫ୍ୟୁଜ ହୁଅନ୍ତୁ ନାହିଁ। ପ୍ରେଜ ଦ ଲର୍ଡ। ଯେହୋଶୁଆ ପରିଚାରକ ଥିଲେ, no titles. We are ପରିଚାରକ, we are servants. Prophetic ministry, apostolic ministry, praise the Lord, pastoral ministry, huh? But not a title. Doctor title ଥାଇପାରେ, MLA, presidents, ପୋଜିସନ୍ସ ଅଛି, କିନ୍ତୁ ଆମର ପୋଜିସନ୍ସ ଅଛି କିନ୍ତୁ ଟାଇଟଲ୍ସ ନାହିଁ। We are ଭାଇ ମାନେ, we are brothers. Hallelujah. तो नोहଙ୍କର अवस्था कौन सुन लो, सब ठीक ठाक हो गया, आओ विपद नहीं बोलला बेलू आराम रे पीकी बस। तापर क्या देखू, सब रेफरेंस खोलिबा दरकार नहीं, आप जानते, मु डायरेक्ट कहूँ। लोट आरंभ केमती, परमेश्वर अब्राहम को डाकी थिले, किनान को जाओ, चलो तो अपना देश, अपना ज्ञाति कुटुंब छाड़ी के बाहर बोले, क्या लोटन को ना अब्राहम को? ऑब्वियसली अब्राहम को। तो अब्राहम जो बाहर थे स्त्री को धरिकी, लोटो बेचारा है भाईर पुओ कि नहीं, पुत्रा पुत्रा कांदुला, हमको छाड़ी पड़ा बहुत बड़ बापा। तो अब्राहम टिके थिबो कि नहीं फैमिली प्रति टिके मन भीतर एते भी सेंटिमेंटल होंतु नहीं। ओके, प्रभुଙ୍କର इच्छा योजना को जानतु बुझंतु, जदि प्रभुଙ୍କର योजना रे अछंते तो दिने आसीबे, से मन पछर पागल होंतु नहीं। थरे दी थर प्रार्थना करके छाड़ देबार। बोध अब्राहम प्रभु पुत्रा कांदुची, तो प्रभु किछ कोई छुंती कि नहीं जणा नहीं। मु एग्जांपल कहूची, खाली प्रार्थना करथिबे ना कोन बोल, चल रे प्रभु को मु बुझाई देबी, तो चल रे बोल कहिथिबे, से चलला। अवस्था देखो, तुमको आह्वान नथिले मध्य गोटे प्रभुको ठारे आह्वान प्राप्त लोकंकर सहभागितार कनेक्शन रे आसिलो, माने गोटे बहुत सुंदर सौभाग्यपूर्ण कथा कि नहीं। जो आशीर्वाद आपके लिए नहीं था, जो आह्वान आपका नहीं था, फिर भी आहूत आशीर्वाद प्राप्त होइथिबा लोकंकर संपर्क रे थिबारो तुमको सुजोग मिलला किनानो जीवा पाई। मु भाबुथिली कि रास्ता रे जाऊ जाऊ लोट अटकी गले, अब्राहम आगु गले के जाने बोल भाबिला बेलको, मु परे से मजरे गोटे मेसेज प्रिपेयर होउथिली, सेतल ठीक रे देखला बेलको सेतल जड़ा पड़ला कि किनानो जाइथिले अब्राहम और लोट। किनानो गल्ला परे झगड़ा हैला,
ଆଉ ଲୋଟ କହିଲେ ମୁଁ ପଳେଇବି ବୋଲେ। तुमको डाकिला किए एक्चुअली आगुरु? कौन बुलाया था तुमको? ना हमरो सब दास मान दास फाइट होउछंती हमरो गाय गोरु मेंढा पल्लो बेसी बुलाया किसने था? खुद आया खुद गया। तार स्त्री रो चालना एटा प्रभु ईश्वर को आडरो आसी नहीं से चालना। ता स्त्री कोन कहउथिला कि हाँ सब तांको नाम हे जाउछि, तांकर पटे प्रभु अछंती, तांको सब दिया होउछि, आमे किछ नहीं कि आमरो किछ नहीं कि कहला ना कोन कि हैं आपण होउछ सेंति नहीं ना। तो तांको ही प्रार्थना दिया होछि, तांको ही गीत दिया होछि, तांको ही वाक्य दिया होछि बोले होथि बेले बेले जदि आहु तो प्रभु दिने व्यवहार कर। व्हाई डोंट यू वेट फॉर योर टाइम? अपने बारी के लिए तक क्यों नहीं वेट कर पाते? आप बारी मिलले भी सुजोग मिलले भी कौन कहबो कथा नहीं 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 प्रभु सॉरी नहीं 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 मु पछरे थी प्रभु ना 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 वाओ द राइट एटीट्यूड कि आमे योग्य नहु बोली भाबिबार प्रथम कथा एजेठी बसी कि जब सेवा करछि योग्य बोली नुहे। सेवार आरंभ रे भी सेवा भाबिली, आज 30 वर्ष पर सेवारे भी भैया भाबुछि ना 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 मु योग्य नुहे ए सेवा पे ए वाक्य पे। को गोटे गोटे 10-20 जनकर विश्वासी मान धरी गोटे पास्ट ही थांती बोधे को गोटे गांव गली भितरे प्रभु ये सुजोग देइछंती। हाँ हम सब मैं क्यों कोई अच्छे इंसान को ढूंढ लेते ना प्रभु। मोर दुर्बलता जते मने पड़े मोर वीकनेसेस गुडी को मुझे करी प्रभु इससे अच्छा कोई नहीं मिला था क्या प्रभु? मोर बेटर के न मिल नथिले कि मोर बेटर प्रार्थनाकारी लोक बेटर पवित्र लोक सुस्थ सबल लोक एजुकेटेड लोक मिली था ना प्रभु। व्हाई मी? मैं क्यों? आउ टिके भलरे कहि थांते से माने आउ टिके भलो साहित्य को ओडिया व्यवहार करतांते के जानी आउ टिके हट्टा कट्ठा हे कि टिके जेंटल हे कि मोर से बार कथा कहूछ अछंते सिंति प्रभु दास माने जे मोर विषय कंपेयर करला लोग मु कहे ए सेवा मोर बेटर समबडी एल्स कैन डू ना। मु गोटे कथा कहबे भाबला बेल को मोर ग्रामर टिके उल्टा हे जाउछ तथा आपण माने बुझी पाछन एटा मु बेले बेले परे यूट्यूब रे सुनला लोग मते ओडवा लागे एटा कोन इंति कहले बुझी पारथिबे कि बोली मोर सिंति ग्रामेटिकल मिस्टेक्स बहुत अछि मोर मु सेटा कहे भलो ग्रामर सिखिथिबा पर्सन को यूज करथांतो ना प्रभु। व्हाई मी? भलो एजुकेटेड वेल बैकग्राउंड पर्सन ते थांता। नेवर बोस्ट, नेवर assume that you worth something. लोटो पढ़े किए डाकिला तुमको? सौभाग्य नथिला कि अब्राहम सहित आसीबाटा? You lost Abraham, you lost the calling, you lost the fellowship, you lost Canaan, and you lost the blessing. देखो पढ़ो तो मुझे आई गली सत कथा कहूँ आम बाइबल नॉर्मली पढ़ी पढ़ाओ कि जो वर्ड आम ठीक रे ऑब्जर्व करिवार सेटा आम परे परे लाइफ रे देखु मु सिमती मु भाबुथिली लोट मझिरे अटकी गले किनान पर्यंत जाई पारले नहीं बोली मेसेज भी बहुत थोर देइथिले किंतु रिसेंटली जते मैं टिके चिंता करली मुंडो खराब। देखो आदि पुस्तक सारिबा आदि पुस्तक 12:5 ଏହି ରୂପେ ଅବ୍ରାହମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣ ଠାରେ ଆପଣମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ। लोटों सहित उपस्थित हेले। देखो की वर्ड एटा they reached Canaan. Why? Because you followed Abraham. प्रभु न डाकिले भी प्रभु सुजोग न देले भी सुजोग प्राप्त अनुग्रह प्राप्त आह्वान प्राप्त जनक सहित रही केडे सौभाग्य थिला कि नहीं?
ଅନେକଙ୍କର ଜୀବନରେ ଏଇ ସୌଭାଗ୍ୟ ମିଳେ, ଇନଡାଇରେକ୍ଟ ସୌଭାଗ୍ୟ ଏଟା। डोंट लूज दैट सच ए ब्लेसेड पर्सन यू आर विथ, जिसके द्वारा आशीष मिल जाता है। ପହଞ୍ଚିଲା ପରେ 13 ଅଧ୍ୟାୟରେ ଡିଭାଇଡ ପରେ ପଢିବେ ଆପଣ। ଆମକୁ ଜାଗା ଅଣ୍ଟୁ ନାହିଁ, ପଲ ପାଇଁ, ଗାଈ ଗୋରୁ ପାଇଁ, ସମ୍ପତ୍ତି ପାଇଁ। ସମ୍ପତ୍ତି କଣ ତୁମର ଜେଲସି? ଛୋଟ ସ୍ଥାନ ମିଳିଥିବ କେ ଜାଣି କିଣାନରେ, ଆମକୁ ଫ୍ରି ଲାଗୁନି, ଫ୍ରି ଲାଗୁନି, ଆମେ ପଳାଇବୁ ଭଲ ଲାଗୁନି। ସୋଦମ ଭଲ ଲାଗିଲା, କିଣାନ ଅପେକ୍ଷା ସୋଦମ ଭଲ ଲାଗିଲା କି ତୁମକୁ? यू नो डिसर्निंग, विवेचना नहीं। तो एंडिंग कौन? जो फैमिली पर जगह अंटनेबल पड़ला से फैमिली तो बर्बाद हो गला लास्ट को। तथापि बाइबल कहे लोटो धार्मिक को थिले बोली से नीचे बंचला लास्ट को। जब व्हाट यू अबाउट लूजिंग योर फैमिली, लूजिंग अब्राहम, लूजिंग द कनान, कितना आशीष पाने से क्या लाभ मिलेगा बोलो? नहीं। ସେଥିପାଇଁ କହ ଭିତ୍ତିମୂଳ ଭଗ୍ନ ହେଲେ ହେବି ଧାର୍ମିକ ବ୍ୟକ୍ତି ଆଉ କଣ କରିବ? ଲୋଟ ଧାର୍ମିକ କା, କିନ୍ତୁ ଫ୍ୟାମିଲି ନଷ୍ଟ ହେଇଗଲା। ଆଉ ଯାହା ସମ୍ପତ୍ତି, ମୋର ସମ୍ପତ୍ତି, ମୋର ଘର ଦ୍ୱାର ବଢିଆ ଅଛି ବୋଲେ ସବୁ ନିଆଁରେ ପୋଡିଗଲା। କଣ ଲାଭ କଲ? ଯୋଉ ମୋର ଫ୍ୟାମିଲି ବୋଲୁଥିଲ ସେ ଫ୍ୟାମିଲି ବି ନଷ୍ଟ ହେଲା, ମୋର ସମ୍ପତ୍ତି ବୋଲୁଥିଲ ସମ୍ପତ୍ତି ନଷ୍ଟ ହେଇଗଲା, ମୋର ଗାଁ ବୋଲୁଥିଲ ଗାଁ ନଷ୍ଟ ହେଇଗଲା। Ending was not good for Lot. Don't lose the people who are called. Be with the called people. आह्वान प्राप्त लोकଙ୍କର ସୌଭାଗ୍ୟତରେ ରୁହନ୍ତୁ ଆଜ୍ଞା। କିନାନକୁ ଲକ୍ଷ୍ୟ କରିକି ଯାଉଥିବା ଲୋକଙ୍କର ସୌଭାଗ୍ୟତରେ ରୁହନ୍ତୁ। ପ୍ରଭୁଙ୍କ ସହିତ କନେକ୍ଟେଡ ରହ। ରୁଥକୁ ପ୍ରଭୁ ଡାକିଥିଲେ କି ନା? ନୟୋମିଙ୍କ ସହିତ କନେକ୍ଟେଡ ହେଇକି ରହିବାରୁ ଦାଉଦଙ୍କର ଜେଜେମା ହେଲା। ଆଉ ଯୀଶୁଙ୍କର କଣ ହେଇଥିବ? ସେ ପୂର୍ବ ପୁରୁଷ ହେଇଛି ଆଉ ହେଇଛନ୍ତି। ଷ୍ଟେ କନେକ୍ଟେଡ। ଆପଣ ବି ଚକ୍ଷୁ ବନ୍ଦ କରନ୍ତୁ, ପ୍ରାର୍ଥନା କନେକ୍ଟେଡ ହେଇକି ରୁହନ୍ତୁ। ଆରମ୍ଭ ଭଲ, ଶେଷ ବି ଭଲ ହେବ। बोलते हैं ना, अंत भला तो सब भला। तुम केतेबेले केते भलो थिलो सेटा दरकार। आगे आमे बहुत बढ़िया प्रार्थना, आगर कथा छाड़ी दियो। आगे हमर युवा अवस्था बहुत मीटिंग फीटिंग करके प्रचार, आगर कथा छाड़ दे। एबे केमती अछो? हमर टाइम रे तमर टाइम छाड़ो। हाउ आर यू नाउ? एबे तुमर लक्ष्य कोन? एबे तुमर प्रार्थना कोन? एबे तुमर आत्मिकता कोन? एबे प्रभु के साथ कनेक्टेड विषय कोन? आज लक्ष्य कौन तुमर? आत्मार आरंभ करी शारीरिक आशीर्वाद, सुस्थता, गाड़ी बंगला देखाई कि खुशी हो जाउछ कि एटा पाइली प्रभुଙ୍କ ठारो। आमे सेटा सब पाइनु। आज आम सहित प्रभु अछंते, सेटा पाइछ। द रिलेशनशिप विथ गॉड, पीस विथ गॉड, प्रभुଙ୍କ सहित शांति रे अछ। पैसा नहीं किंतु प्रभु हमर धन ହେଇଛନ୍ତି। स्वास्थ्य नहीं किंतु प्रभु हमर बल ହେଇଛନ୍ତି। घर नहीं प्रभु हमर बासस्थान ହେଇଛନ୍ତି। प्रभु हमनको चालक ହେଇଛନ୍ତି। प्रभु पाठ नहीं प्रभु हमर ज्ञान ହେଇଛନ୍ତି, बुद्धि ହେଇଛନ୍ତି, विवेचना ହେଇଛନ୍ତି। आमे मरले के जण के आसीबे कि न आसे? दूत मन आसी कि नहीं जिबे। चक्षु बंद कर प्रार्थना करिवा। प्रभु दया कर, अनुग्रह करो। आत्मिकतार आरंभ करी आत्मिकतार ही शेष करिबो, एथपे साहाय्य करो। आत्मिक लोक मानकर सहित आरंभ करी आत्मिक लोक मानक सहित ही शेष करिबो, जेपर हमरो सौभाग्यता, हमरो संपर्क, रिलेशनशिप, संबंध। दया करो प्रभु। आत्मिक लक्ष्य आरंभ करी आत्मिक लक्ष्य शेष करिबो, दया करो। Let us help us to start spiritually and end spiritually. Start right and end right.
मध्य बाटरे मझी बाटरे कौन से शैतानर प्रवर्तनारे प्रवंचनारे फसी न जीवु साहाय्य कर डाइवर्ट न हे जीवु गलत रास्ता रे साइड ट्रैक न हेबु साहाय्य कर प्रभु लक्ष्य स्थल बोलिबाटा अछि आम जीवन रे प्रभु ताहा जेपरि धरि रखिबु साहाय्य कर आम लक्ष्य न बदलु आम दर्शन न बदलु आम प्रार्थना न बदलु न बदली जाओ दया कर आमर आशा आमर ध्यान प्राण आमर लक्ष्य आम प्रार्थना आमर दृष्टि सब तुम्हें कंट्रोल करो प्रभु ताहा तुम्ह ऊपर ही लागी रहो तुम्ह को चाहिए जेपरि आमे चली पारिबु साहाय्य करो बाइबल अनेक भलरे आरंभ कले किंतु अनेक भलरे शेष करि पारले नहीं सही विषय रे हमको तुम्हें चेतना देउथबारु धन्यवाद प्रभु निजको आमे तुलना करके देखला बेलकु अवश्य भय लागुसी बेट तुम ठारे निर्भर करू तुम ठारे विश्वास करू प्रभु हमको डिसीजन नियो तुम्हें तुम इच्छा तुम डिसीजन चालो बोल कहले के जाने आमे रॉन्ग डिसीजन नहीं जाई थाओ किंतु नो लॉर्ड आमे तुम ऊपर निर्भर करछु तुम्हें कंट्रोल कर तुम्हें हाथ धरी की चलाओ बाय चांस कड़े घुंची जाउछु पर लागुछि जदि तुम्हें टाणी आनो तुम बाट को प्रभु दया करो शास्ति दियो किंतु दंड दियो नहीं प्रभु शास्ति दे कि तुम्हें बाट को आनो किंतु दंड दे कि विनाश करो नहीं प्रभु तुम पाद धरी तुम गोड़ धरी निवेदन करछु हम समस्त तुम्हें अनुग्रह करो भलरे आरंभ करिछु भलरे शेष करिया पे सहाय्य करो तुम्हारी आगमन पर्यंत विश्वस्त पवित्र धार्मिक परित्राण प्राप्त होइकी शेष पर्यंत सहिष्णु होइकी विश्वस्त होइकी रहिया को सहाय्य करो बाकी सुनते समस्त को आशीर्वाद करो तुम्हारे आगमन पर प्रस्तुत करो प्रभु तुम्हें गौरव पाओ धन्यवाद दे प्रार्थना प्रभु यीशु ख्रीष्टन का पवित्र नाम रे मागिली पिता आमीन एते बेले पिता परमेश्वर को प्रेम पुत्र प्रभु यीशु ख्रीष्ट को असीम अनुग्रह पवित्र आत्मा को शांति सहायता सहभागिता प्रभुंकर गौरवमय द्वितीय आगमन पर्यंत आम समस्त सदा सहवर्ती हुंतु आमीन यीशु के नाम रे जय यीशु के रक्त रे जय कालवरी क्रूस रो जय हालेलुया हालेलुया हालेलुया।